Hello, my dear student. Good afternoon ସମସ୍ତଙ୍କୁ। ଆଉ ଗତ କିଛି ଦିନ ପରେ ଆରେ ଏକ୍ଜାମ ହବାକୁ ଯାଉଛି। ଏକ୍ଜାମ ସମୟ ପାଖେଇ ଆସୁଛି। ମୁଁ ଆଶା କରୁଛି ସମସ୍ତଙ୍କର ଏକ୍ଜାମ ପାଇଁ ପ୍ରିପାରେସନ ଜୋରଦାର ଚାଲିଥିବ। ଆଜି ମୁଁ କଣ କରିବି ଏଇ ଚ୍ୟାନେଲ ମାଧ୍ୟମରେ ଆଜିଠାରୁ ଫିଜିକ୍ସ ବା ଯୋଉଟା ସାଇନ୍ସ ର ଚାପ୍ଟର ୱାଇଜ ଗୋଟେ ଗୋଟେ ଲେକ୍ଚରରେ କଣ ଖତମ କରିବା ପାଇଁ ଟ୍ରାଏ କରିବି। ଆଉ ଯୋଉମାନେ ଏଇ ଚ୍ୟାନେଲରେ ଆଜି ଯୋଉ ଅପଲୋଡ କରାଯାଇଛି ଆଭରେଜ ସେଟାକୁ ଦେଖିନ ଯାଇକି ନିଶ୍ଚିତ ଚେକ୍ କରିଦିଅ। ଆଜି ଫାର୍ଷ୍ଟ ଚାପ୍ଟର ରହିଛି ତମର କଣ ଲାଇଟ୍ ରିଫ୍ଲେକ୍ସନ ଆଣ୍ଡ ରିଫ୍ରାକ୍ସନ। ଲାଇଟ୍ ଚାପ୍ଟରଟାକୁ ଆଜି କଣ କରିବା ଖତମ କରିବା। ଲାଇଟ୍ ର କଣ ଡୁଆଲ ପ୍ରପର୍ଟିଜ ଯୋଉ ରହିଛି ତାକୁ ବୁଝିବା। ରିଫ୍ଲେକ୍ସନ ହ୍ୱାଟ ଇଜ ରିଫ୍ଲେକ୍ସନ ହ୍ୱାଟ ଇଜ ରିଫ୍ରାକ୍ସନ। ରିଫ୍ଲେକ୍ସନ କେତେବେଳେ ହବ ରିଫ୍ରାକ୍ସନ କେତେବେଳେ ହବ। ତାପରେ ସ୍ପେରିକାଲ ମିରର ସମ୍ପର୍କ ଜାଣିବା। ତାପରେ ଜାଣିବା ୟୁଜ ଅଫ କନକେଭ ମିରର ଆଉ ୟୁଜ ଅଫ କନଭେକ୍ସ ମିରର। ଏ ସମସ୍ତ କଣ ଚାପ୍ଟର ଟପିକ କୁ ଦେଖିବା। ତାପରେ ପ୍ଲେନ ମିରର ସମ୍ପର୍କରେ ମଧ୍ୟ ଜାଣିବା। ଆଜିର ଏଇ କ୍ଲାସ ରେ ତମର ଏଇ ସବୁ ଟପିକ ରହିବ। ଏଇ ଟପିକ ଉପରେ ସବୁ ଆଲୋଚନା କରାଯିବ। ତାହେଲେ ପିଲାମାନେ ଆଉ କାହିଁ ଡେରି କରିବା। ଯେହେତୁ ସମୟ ଆମର ପାଖେଇ ଆସୁଛି ଏକ୍ଜାମ ବି କଣ ନିକଟତର ହେଇଗଲାଣି ତମର ସେପ୍ଟେମ୍ବର ମାସରେ ନିଶ୍ଚିତ ହେବ। ତେଣୁକରି ପୂର୍ବରୁ ଆମେ କଣ ପ୍ରସ୍ତୁତ ରହିଲେ ନିଶ୍ଚିତ ଗୋଟେ କଣ କିଛି ଗୋଟେ କରିପାରିବା। ତାହେଲେ ଆଜି 100% ତମର କଣ ରହିବ କ୍ଲାସ ରହିବ। ତାପରେ କଣ କରାଯିବ ଏଇ ଲେକ୍ଚର ଗୁଡା ସରିଗଲା ପରେ ଦି ତିନିଟା ଲେକ୍ଚର ପରେ ମୁଁ ଏଇ ଚାପ୍ଟର ନେଇ ଆସିବି ତମ ପାଇଁ ଏମସିକ୍ୟୁ କୋଶ୍ଚିନ୍। ତେଣୁକରି ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯୋଉମାନେ ଆଗକୁ କଣ କଣ ଚାପ୍ଟର ଦେଖିବା ପାଇଁ ଚାହୁଁଛ ବା ଯୋଉମାନଙ୍କର କୋଉ ଚାପ୍ଟର ଟା କଣ ଅଛି ଲୁଜର ଅଛି ବା ବୁଝିବାରେ କୌଣସି ଅସୁବିଧା ହଉଛି ତାହେଲେ ସେଇ ଚାପ୍ଟର ମଧ୍ୟ ମତେ କମେଣ୍ଟ କରିପାରିବ। ତାହେଲେ ମୁଁ ସେଇ ଚାପ୍ଟର ଉପରେ କଣ ତମମାନଙ୍କ ପାଇଁ ଭିଡିଓ ନେଇ ଆସିପାରିବି। ତାହେଲେ ପିଲାମାନେ ଆଉ ଡେରି କରିବାନି ଚାଲ ଆଜିର କ୍ଲାସ ଟାକୁ ଆରମ୍ଭ କରିଦବା। ତମେ ସମସ୍ତେ ଦେଖିପାରୁଥିବ ସ୍କ୍ରିନରେ ମୁଁ କଣ କରିଛି। ଏଠି ଗୋଟେ ଦେଖୁଥିବ ଏଇଠି ବି ବୁଝିପାରିବ। ଏଇଠି କଣ ରିଫ୍ଲେକ୍ସନ ହଉଛି କାହାର ନା ଲାଇଟ ର। ଦେଖିପାରୁଥିବ ଗୋଟେ ପ୍ଲେନ ମିରର ଉପରେ ଏଠି ପଡିଛି ଲାଇଟ ଟା। ଯାହା ଫଳରେ କଣ ହଉଛି ଏଠି ଲାଇଟ ଟା ରିଫ୍ଲେକ୍ଟ ହଉଛି ସ୍କ୍ରିନ ଗୋଟେ କଣ ସରଫେସ ଉପରେ ପଡିଲା ପରେ। ତାପରେ ଦେଖିବା ଚାଲ ଭିତରେ କଣ ରହିଛି ଆଗକୁ କଣ ଜାଣିବା ପ୍ରଥମେ କଣ କଣ ପଢିବା। ତାହେଲେ ଆମକୁ ପ୍ରଥମେ ପଢିବାକୁ ପଡିବ କଣ ଆମେ ପ୍ରଥମେ ଜାଣିବା କଣ କଣ ଜାଣିବା ନା ଫାଷ୍ଟ ଜାଣିବା ଡୁଆଲ ନେଚର ଅଫ ଲାଇଟ। ଡୁଆଲ ନେଚର ଅଫ ଲାଇଟ କଣ କହିଲେ କଣ ବୁଝ ନା ଆଲୋକର ଦ୍ୱୈତ ପ୍ରକୃତି। ଦ୍ୱୈତ ପ୍ରକୃତି କଣ ନା ଆଲୋକର ଦୁଇଟା ପ୍ରକୃତି ରହିଛି ସେ ସମ୍ପର୍କରେ ଜାଣିବା ହେଲା। ତାପରେ କଣ ପଢିବା ନା ପ୍ଲେନ ମିରର ପଢିବା। କଣ ପଢିବା ପ୍ଲେନ ମିରର ହେଲା। ପ୍ଲେନ ମିରର ପ୍ରପର୍ଟି ଯେତେକ ଅଛି ସେତକ ପଢିବା। ବୁଝିଲଟି ପ୍ଲେନ ମିରର ଅବଜେକ୍ଟ କୋଉଠି ରହିଲେ ଇମେଜ କୋଉଠି ଫର୍ମେସନ ହବ। ତାପରେ ଅବଜେକ୍ଟ ଡିଷ୍ଟାନ୍ସ ଇମେଜ ଡିଷ୍ଟାନ୍ସ ମଧ୍ୟରେ କଣ ଡିଫରେନ୍ସ କ୍ରିଏଟ ହଉଛି। ତାପରେ ଦେଖିବା ସାଇଜ ଅଫ ଅବଜେକ୍ଟ ଆଣ୍ଡ ସାଇଜ ଅଫ ଇମେଜ ଭିତରେ କଣ ଡିଫରେନ୍ସ ଅଛି ଏ ସମ୍ପର୍କରେ ଜାଣିବା। ତାପରେ ପଢିବା ସ୍ପେରିକାଲ ମିରର। ସ୍ପେରିକାଲ ମିରର କହିଲେ କଣ ବୁଝ ନା ବର୍ତ୍ତୁଳାକାର ମିରର। ତଳେ ଦେଖିପାରୁଥିବ ସମସ୍ତେ ଲେଖା ହେଇଛି ଓଡିଆରେ ବର୍ତ୍ତୁଳାକାର ଦର୍ପଣ ଭଳିଆ। ତାହେଲେ ଆମେ ବର୍ତ୍ତୁଳାକାର ଦର୍ପଣ କଣ ଜାଣିବା। ତାପରେ ବର୍ତ୍ତୁଳାକାର ଦର୍ପଣ କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ହେଲା। ଏଇଠି ହେଲା ବାହାରିବ ତମର କନକେଭ ଆଉ କନଭେକ୍ସ ସେ ମିରର ସମ୍ପର୍କରେ ଆମେ ଜାଣିବା। ତାପରେ ଆମେ କଣ ଜାଣିବା ନା କନଭେକ୍ସ ମିରର ର ଡିଫରେଣ୍ଟ ପ୍ଲେସେସ ରେ ଡିଫରେଣ୍ଟ ପୋଜିସନ ରେ ଯେତେବେଳେ ଅବଜେକ୍ଟ ରଖିବା ଇମେଜ କୋଉଠି ଫର୍ମେସନ ହବ। ତାର ଇମେଜ ର କଣ ନେଚର କଣ ହବ। ତାପରେ କଣ ଯେତେବେଳେ ଅବଜେକ୍ଟ ଆଉ ଇମେଜ ର କଣ ଚେଞ୍ଜେସ ଦେଖିବା ମାନେ ସାଇଜ ଅଫ ଅବଜେକ୍ଟ କିମ୍ବା ସାଇଜ ଅଫ ଇମେଜ ଭିତରେ କଣ ସବୁ ଚେଞ୍ଜେସ ଅଛି ସେଇଟା ସବୁ ଜାଣିବା। ତାପରେ ସେଇପରି ଭାବରେ ଯେମିତି କନଭେକ୍ସ କଲି ସେଇପରି ଭାବରେ କନକେଭ ମଧ୍ୟ ଜାଣିବା। ବୁଝିଲେ ତାପରେ କଣ ସାଇନ କନଭରସନ ସମ୍ପର୍କ ଜାଣିବା। ଆଜିର ଏତିକି ରହିବ ତମର ଟପିକ ବୁଝିଲ ନାଇଁ। ତାପରେ କଣ କରିବା ଚାଲ ଆଉ ଆରମ୍ଭ କରିଦବା କଣ ନା ପ୍ରଥମେ ଡୁଆଲ ନେଚର ଅଫ ଲାଇଟ ପଢିବା ବୁଝିଲେ ନାଇଁ। ଡୁଆଲ ନେଚର ଅଫ ଲାଇଟ ପଢିବା ତାପରେ ଯାଇକି ଦେଖିବା କଣ ଅଛି। ମୁଁ ଲେଖି ଦଉଛି କଣ ନା ଡୁଆଲ ନେଚର ଅଫ ଲାଇଟ। ନେଚର ଅଫ ଲାଇଟ ଡୁଆଲ ନେଚର ଅଫ ଲାଇଟ କହିଲେ କଣ ବୁଝ ନା ଆଲୋକର ଦ୍ୱୈତ ପ୍ରକୃତି। ଦ୍ୱୈତ ପ୍ରକୃତି କଣ ନା ଆଲୋକର ଦିଟା ପ୍ରପର୍ଟିଜ ରହିଛି। ଆଲୋକ କଣ କରେ ନା ୱେଭ ଟାଇପ ର ଫିଲ୍ କରେ ଆଉ କଣ ନା ପାର୍ଟିକିଲସ ବୁଝିଲ ନାଇଁ। ଦେଖ ମୁଁ ତମକୁ ବୁଝେଇବି କେମିତି ଆଲୋକ ଗୋଟେ ତରଙ୍ଗ ବୋଲି କହିପାରିବା। ଆଲୋକ ଗୋଟେ ତରଙ୍ଗ କହିପାରିବା ଆଲୋକ ଗୋଟେ କଣିକା ମଧ୍ୟ କହିପାରିବା। ବୁଝିଲ ନା ନାଇଁ ଦେଖ ସପୋଜ ତମେ କଣ ଗୋଟେ ଟର୍ଚ ରଖିଛ ଟର୍ଚ ରେ ଗୋଟେ କଣ କରୁଛ ଟର୍ଚ ଟାକୁ ଅନ୍ କଲ ତାପରେ ମୁଁ କଣ କରୁଛି ଯେହେତୁ ନାଇଟ୍ ସମୟ ତେଣୁକରି ମୁଁ ତମ ସେ ଟର୍ଚ ଲାଇଟ ର ଆଗରେ ଠିଆ ହେଇକି ଗୋଟେ ପେନ୍ ଟାକୁ ଦେଖଉଛି। କଣ କରିବି ପେନ୍ ଟାକୁ ଏମିତି ଦେଖେଇବି ସେ ଲାଇଟ ଯୋଉ ପଟେ ଗତି କରୁଛି ମୁଁ ସେଇ ଗତିର ସିଧାରେ କଣ କରିବି ଗୋଟେ ପେନ୍ ଟାକୁ ଦେଖେଇବି। ପେନ୍ ଟାକୁ ଦେଖେଇଲା ପରେ କଣ ହବ
ନା ଆମେ ସମସ୍ତେ ଜାଣିଛେ ପେନ୍ ଗୋଟେ କଣ ଅସ୍ୱଚ୍ଛ ବସ୍ତୁ। କୋଉ ବସ୍ତୁ ଅସ୍ୱଚ୍ଛ ବସ୍ତୁ? କିନ୍ତୁ ଆମେ ଜାଣିଛେ କଣ, ଆଉ କଣ ଜାଣିଛେ ନା ଆଲୋକ ଅଲୱେଜ କଣ ଟ୍ରାଭେଲ କରେ ଷ୍ଟ୍ରେଟ ଲାଇନରେ, ମାନେ ସରଳରେଖାରେ ଗତି କରେ। ଆଲୋକ ସଦାବେଳେ କଣ, ଆଲୋକ ହଉଛି ଗୋଟେ ରଶ୍ମି ମାନଙ୍କର ଗୁଚ୍ଛ। କିନ୍ତୁ ସମସ୍ତେ ଦେଖିପାରୁଥିବା ମୁଁ ରଶ୍ମି ମଧ୍ୟ ଅନେକ କରିସାରିଛି। କଣ ପାଇଁ ଏତେ ରଶ୍ମି କଲି, ନା ଆଲୋକ ହଉଛି ରଶ୍ମି ମାନଙ୍କର ଗୁଚ୍ଛ, ସେଇଥିପାଇଁ ଅନେକ ସାରା ରଶ୍ମି କରିଦେଇଛି। ତାର କଣ ହେଲା, ଆଲୋକ ସଦାବେଳେ ସରଳରେଖାରେ ଗତି କରେ। ଯେତେବେଳେ ମୁଁ ଆଗରେ ଗୋଟେ ପେନ୍ କିମ୍ବା ଯେକୌଣସି ଗୋଟେ ସରୁର କିଛି ଅବଜେକ୍ଟ ଟା ରଖିବି, ଫିର ବି କଣ ହଉଛି ଆଲୋକ ତା ପଛପଟକୁ ଯାଇପାରୁଛି। ତାହେଲେ ଆମେ ତ ଜାଣିଛେ ଆଲୋକ ଅସ୍ୱଚ୍ଛ ବସ୍ତୁରେ ଗତି କରିପାରେ ନା, ତାହେଲେ ଏ ପେନ୍ ର ପଛପଟକୁ ଆଲୋକ କେମିତି ଯାଇପାରୁଛି? ନା ଆମେ ଏଇଠି କଣ କରିବା ଦେଖ, ପେନ୍ ର ଆକାର ହେଲା ବହୁତ କ୍ଷୁଦ୍ର। ଏଇ ଯୋଉ ଲାଇଟ୍ ଟା ଦେଖିପାରୁଛ ସମସ୍ତେ, ଏଇ ଲାଇଟ୍ ରୁ କଣ ଅନେକ ଗୁଡ଼ିଏ ରଶ୍ମି ବାହାରିଛି। ସେଇଥିପାଇଁ କୁହାଯାଇଥାଏ କଣ, ଆଲୋକ ହଉଛି କି ରଶ୍ମି ମାନଙ୍କର ଗୁଚ୍ଛ। ଅନେକ ଆଲୋକ ରଶ୍ମି ଗଲା ବେଳେ କଣ କିଛି ଆଲୋକ ରଶ୍ମି କଣ ହବ, ଏଇଠି କଣ ହେଇଯିବ, ସାମାନ୍ୟ ବଙ୍କେଇକି କଣ ହେଇକି ବାହାର ପଟକୁ ଯିବ। ବଙ୍କେଇକି ଆଲୋକ ରଶ୍ମି ଗୁଡା ସେଠୁ ଯାଉଛି ବୋଲି ପେନ୍ ର ଆରପଟେ ଥିବା ବସ୍ତୁକୁ ଆମେ ଦେଖିପାରୁଛେ। ବା କହିପାରିବା ଯେ କଣ, ପେନ୍ ଦ୍ଵାରା ଏ ଆଲୋକର କଣ ଗତିପଥରେ କିଛି ପ୍ରଭାବ ପଡିବନି, ବା ଅପର ପାର୍ଶ୍ୱରେ କଣ ହେଇପାରିବ, ଗତି କରିପାରିବ ଆଲୋକ। ତାହେଲେ ଏଥିରୁ କଣ ଜାଣିଲ, ଆମେ ତ ଜାଣିଛେ ଗୋଟେ ଅସୁସ୍ଥ ବସ୍ତୁ ରଖିଲା ପରେ ମଧ୍ୟ ଆଲୋକ ସେପଟକୁ ଯାଇପାରୁଛି। ତାହେଲେ ଏଠି ଆଲୋକ କୋଉ ଭଳିଆ ନେଚର ବିହେଭ କରୁଛି, ନା ୱେଭ ତରଙ୍ଗ ଟାଇପ ର। ଆମେ ଯଦି ତରଙ୍ଗ ଟା କୁଆଡେ ଏମିତି ଏମିତି ଯାଏ ହେଲା, ତେଣୁକରି ଆଲୋକର ଯୋଉ ଏଠୁ ଯୋଉ ରଶ୍ମିର ଗୁଚ୍ଛ ଗଲା, ଏଇ ରଶ୍ମି ଗୁଚ୍ଛ କଣ ହେଲା, ସାମାନ୍ୟ ଯେତେବେଳେ ଅସୁସ୍ଥ ବସ୍ତୁ ଆସିଥାଏ ସେ କଣ ବୁଲିକି ପଳେଇଲା। ତେଣୁକରି ଏଠି କଣ ଆଲୋକ କଣ ହେଲା, ନା ଆଲୋକ ଗୋଟେ କଣ ତରଙ୍ଗ ସଦୃଶ କାମ କଲା। ତେଣୁକରି କଣ ପୁଣି ଆଉ ଗୋଟେ ଲେଖିଥିଲେ କଣ, ପାର୍ଟିକିଲ କେତେବେଳେ ଗୋଟେ ଏକ୍ସାମ୍ପଲ ବୁଝିବା। ସପୋଜ ତେବେ ଗୋଟେ କଣ ରହିଛ, ଘର ଭିତରେ ରହିଛ ହେଲା, ବୁଝିଲ ଘର ଭିତରେ ଅଛ, ଦୁଆର କଣ ବନ୍ଦ କରିଛ, ଝରକା ମଧ୍ୟ ବନ୍ଦ କରିଛ। ଦେଖିଥିବ ଘରର କିଛି ସ୍କାଇଲାଇଟ ରେ ସକାଳୁ ଯେତେବେଳେ ସୂର୍ଯ୍ୟ କିରଣ ପଡିଥାଏ, କିରଣ ଯେତେବେଳେ ଆଲୋକ ଯେତେବେଳେ ଏମିତି ଯାଉଥିବ, ତେବେ ତା ଗତିପଥ ବି ଦେଖିପାରିବ। ଆମେ ସେମିତି ଜାଣିଛେ କାହାକୁ ଦେଖିପାରିବା, ନା ଆଲୋକର ଗତିପଥ ଦେଖିପାରିଲ। ସେ ଗତିପଥରେ ଅନେକ ଗୁଡିଏ କଣିକା ଦେଖିବ। ତାହେଲେ ଏଥିରୁ କଣ ଜାଣିବ, ନା ଆଲୋକ ଗୋଟେ କଣ କଣିକା ବୋଲି। ବୁଝିଲେ, ତାହେଲେ କଣ, ଆଲୋକ ପୂର୍ବରୁ ଜାଣିଲ ୱେଭ, ଏବେ ଜାଣିଲ କଣ ପାର୍ଟିକିଲ। ତାହେଲେ ଦିଟା ନେଚରକୁ ଶୋ କରୁଥିବାରୁ, ଦିଟା ନେଚର ବା ଦିଟା ପ୍ରପର୍ଟିଜ ଶୋ କରୁଥିବାରୁ ଆଲୋକ, ସେଇଟାଇ କହନ୍ତି କଣ, ଡୁଆଲ ନେଚର ବା ଦ୍ୱୈତ ପ୍ରକୃତି କାହାର ରହିଛି, ନା ଆଲୋକର ରହିଛି। ବୁଝିପାରିଲ ନା ବୁଝିପାରିଲନି? ତାପରେ ଥିଲା ଆମର କଣ, ପ୍ଲେନ ମିରର ଥିଲା। ଆମେ ସମସ୍ତେ ଜାଣିଛେ ପ୍ଲେନ ମିରରକୁ କଣ କହନ୍ତି, ସମତଳ ଦର୍ପଣ କହନ୍ତି। କଣ କହନ୍ତି, ପ୍ଲେନ ମିରର ଲେଖି ଦଉଛି, ବୁଝିଲ ନା ନାଇଁ? ପ୍ଲେନ ମିରର ଲେଖୁଛି, ଯାହାକୁ କଣ କହନ୍ତି ଓଡିଆରେ, ସମତଳ ଦର୍ପଣ। ବୁଝିଲ ନାଇଁ? ଯୋଉ ମିରରରେ ତେମେ ତମର କଣ ସକାଳୁ ଉଠିଲେ ଫେସ କୁ ଦେଖୁଛ, ସେଇଟା ହେଲା କଣ ତମର ଗୋଟିଏ, ନା ସମତଳ ଦର୍ପଣ ଗୋଟିଏ କଣ ଉଦାହରଣ। ସପୋଜ ଏଇଟା ହେଲା ଗୋଟେ କଣ ମିରର, ବୁଝିପାରିଲ ନା ବୁଝିପାରିଲନି? ଏଠି ଗୋଟେ ପିଲା ଠିଆ ହେଇଛି, ବୁଝିପାରିଲ ନା ନାଇଁ? ଏଠି ଗୋଟେ ପିଲା ଠିଆ ହେଇଛି ହେଲା, ତାପରେ କଣ ହେଇଛି, ସେ ତା ମୁହଁକୁ ଦେଖୁଛି କୋଉଥିରେ, ପ୍ଲେନ ମିରର ସାହାଯ୍ୟରେ। ପ୍ଲେନ ମିରରରେ ଆମେ କଣ ପଢିବା, ନା ଦେଖ ପ୍ଲେନ ମିରରରେ ଆମେ ପ୍ରପର୍ଟିଜ ପଢିବା। କଣ ପଢିବା, ନା ପ୍ରପର୍ଟିଜ ପଢିବା। କଣ ପଢିବା, ପ୍ରପର୍ଟିଜ। କେତେଟା ପ୍ରପର୍ଟିଜ ଅଛି, ନା ତିନିଟା ପ୍ରପର୍ଟିଜ ରହିଛି। ବୁଝିଲ ନାଇଁ? କଣ କଣ ସେଗୁଡାକ ଆମେ ଜାଣିବା, ନା ଦେଖ ଯେତେବେଳେ ଏଇଟା ହେଲା କଣ, ଏଇଟା ତେମେ ଯୋଉ ନିଜେ ହେଲା, ତମକୁ ଗୋଟେ କଣ କହିଲେ, ମନେକର ଏଇଟା ଗୋଟେ କଣ ବସ୍ତୁ, ଅବଜେକ୍ଟ। ତାପରେ କଣ, ମୁଁ କହିବି ଏଇଟା ହେଲା କଣ, ଗୋଟେ ଅବଜେକ୍ଟ। ଯେତେବେଳେ ପ୍ଲେନ ମିରର ବା ତମେ ନିଜେ ଯେତେବେଳେ ତମ ମୁହଁକୁ ଦେଖୁଛ କୋଉଥିରେ, ସକାଳୁ ଉଠିକି ଗୋଟିଏ ମିରରରେ, ତାହେଲେ ଦେଖିବ ତମେ ଦର୍ପଣ ଠାରୁ ଯେତିକି ଦୂରତାରେ ରଖିଥବ ଦର୍ପଣ ଟାକୁ କିମ୍ବା ଧରିଥବ ହାତରେ, ସେତିକି ଦୂରରେ ଦର୍ପଣ ଠାରୁ, ମାନେ ଏଇ ପୋଜିସନ ରୁ ପଛକୁ କଣ ହବ, ପ୍ରତିବିମ୍ବ ଫର୍ମେସନ ହବ। ମାନେ କଣ, ନା ଇମେଜ ଫର୍ମେସନ ହବ। ବୁଝିପାରିଲ ନା ନାଇଁ? ତାହେଲେ ପ୍ରଥମ ପ୍ରପର୍ଟି କଣ ଜାଣିଲ, ନା ଦେଖ ଅବଜେକ୍ଟ ଡିଷ୍ଟାନ୍ସ। ଅବଜେକ୍ଟ ଡିଷ୍ଟାନ୍ସ କାହାକୁ କହିବା, ନା ଏଇଟା ହେଲା ଅବଜେକ୍ଟ, ଏଇଠି ରହିଛି। ଅବଜେକ୍ଟ ଠାରୁ ମିରର, ସେଇଟା ହେଲା କଣ, ଅବଜେକ୍ଟ ଡିଷ୍ଟାନ୍ସ। ଏଟା କଣ କହନ୍ତି, ଅବଜେକ୍ଟ ଡିଷ୍ଟାନ୍ସ। ବୁଝିପାରିଲ ନା ନାଇଁ? ତାପରେ ଏଇ ଯୋଉ ଦର୍ପଣ ଠାରୁ ଯେତିକି ଦୂରରେ କଣ ହେଇଛି, ଇମେଜ ଫର୍ମେସନ, ଯାହା ପ୍ରତିବିମ୍ବ ସୃଷ୍ଟି ହେଇଛି, ସେଟା କଣ କହନ୍ତି, ଇମେଜ ଡିଷ୍ଟାନ୍ସ। ତାହେଲେ ପ୍ରଥମ ପ୍ରପର୍ଟି କଣ କହୁଛି, ନା ଯେତେବେଳେ ଗୋଟିଏ ସମତଳ ଦର୍ପଣ ସାହାଯ୍ୟରେ ସାମ୍ନା ଆଗରେ ବା ଦର୍ପଣ ଆଗରେ କୌଣସି ବସ୍ତୁକୁ ରଖିବ, ତାହେଲେ ବସ୍ତୁର ଦୂରତା ଆଉ କଣ ହେଇଯିବ, ନା ପ୍ରତିବିମ୍ବର ଦୂରତା ସହିତ ସମାନ ହବ। ପ୍ରତିବିମ୍ବର କଣ, ଦୂରତା ସମାନ ହବ। ଦୂରତା କଣ ହେଇଯିବ, ସମାନ ହେଇଯିବ। ବା କଣ, ଅବଜେକ୍ଟ ଡିଷ୍ଟାନ୍ସ ଇକ୍ୱାଲ ଟୁ କଣ ହେଇଯିବ, ଅବଜେକ୍ଟ ଡିଷ୍ଟାନ୍ସ ଇକ୍ୱାଲ ଟୁ କଣ ହେଇଯିବ, ଇମେଜ ଡିଷ୍ଟାନ୍ସ ହେଇଯିବ। ବୁଝିପାରିଲ ନା ନାଇଁ? ତାହେଲେ ଫାର୍ଷ୍ଟ ନେଚର ଟା ହେଲା କଣ, ଏଇଟା ପ୍ଲେନ ମିରର ଥିଲା। ତାହେଲେ ସେକେଣ୍ଡ ନେଚର କଣ ଜାଣିବା, ଦେଖ ସପୋଜ ତମର ହାଇଟ, ମାନେ କଣ, ସପୋଜ ଯେକୌଣସି, ଏଇଟା ଗୋଟେ ଛୋଟିଆ ଦର୍ପଣ ଦେଖୁଥିଲା, ଯେକୌଣସି ତେଣୁ ଗୋଟେ ବଡ ଦର୍ପଣ ସାମ୍ନାରେ ଠିଆ ହେଇଥିବ, ତେବେ ସେଥିରେ କଣ, ନିଜର ଉଚ୍ଚତା ସମ୍ପୂର୍ଣ୍ଣ ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ସମସ୍ତ ପ୍ରତିବିମ୍ବକୁ ଦେଖିପାରୁଥିବ ଦର୍ପଣ ଭିତରେ। ଦେଖ ତମର ହାଇଟ ଯେତିକି ବାସ୍ତବରେ ଥିବ
ହେଲା ସେଇ ହାଇଟ୍ ସମାନ ଉଚ୍ଚତା ବିଶିଷ୍ଟ ପ୍ରତିବିମ୍ବ ମଧ୍ୟ ଦର୍ପଣ ଭିତରେ ସୃଷ୍ଟି ହେଇଥିବ। ତେଣୁକରି ଏଇଟା ବି ମଧ୍ୟ ଗୋଟେ ସମତଳ ଦର୍ପଣର ପ୍ରପର୍ଟିଜ ବା ନେଚର। ତାହେଲେ ସେକେଣ୍ଡ ନେଚରଟା କଣ ହେଇଗଲା ନା ହାଇଟ୍ ଅଫ୍ ଅବଜେକ୍ଟ। ଦେଖ ହାଇଟ୍ ଅଫ୍ ଅବଜେକ୍ଟ ଇଜ ଇକ୍ୱାଲ ଟୁ ହାଇଟ୍ ଅଫ୍ ଇମେଜ। ହାଇଟ୍ ଅଫ୍ ଇମେଜ ବୁଝିପାରିଲ ନା ନାହିଁ? ତାହେଲେ କଣ ନା ବସ୍ତୁର ଉଚ୍ଚତା ପ୍ରତିବିମ୍ବର ଉଚ୍ଚତା ସହିତ ସମାନ ହବ। ଏଇଟା କଣ ସେକେଣ୍ଡ ପ୍ରପର୍ଟିଜ କାହାର ନା ପ୍ଲେନ ମିରର ବୁଝିଲନି? ଆଉ ମୁଁ କହିଥିଲି ତିନିଟା ପ୍ରପର୍ଟିଜ ଲେଖିବା। ତାହେଲେ ତୃତୀୟ ପ୍ରପର୍ଟିଜ କଣ ଜାଣିଛ ପିଲାମାନେ? ତୃତୀୟ ପ୍ରପର୍ଟିଜ ଟା ମଧ୍ୟ କଣ ହବ ଦେଖ ଆଭାସୀ ହବ। ଦର୍ପଣରେ ଯୋଉ ପ୍ରତିବିମ୍ବ ସୃଷ୍ଟି ହବ ସେଇଟା କଣ ହବ ଆଭାସୀ ହବ। ଆଭାସୀ ଆଉ କଣ ହବ? ଆଉ କଣ ହବ? ସଳଖ ହବ। କଣ ହବ? ସଳଖ ହବ। ବୁଝିପାରିଲନି? କଣ ହବ? ଆଭାସୀ। ଦେଖ ଆଭାସୀ କହିଲେ କଣ ବୁଝ? ଆଭାସୀ ମାନେ ଯୋଉ ପ୍ରତିବିମ୍ବକୁ ତମେ ଧରି ପାରିବ ନାହିଁ, ଟଚ୍ କରିପାରିବ ନାହିଁ। ତମର ପ୍ରତିବିମ୍ବ ଯେତେବେଳେ ଦର୍ପଣ ଭିତରେ ସୃଷ୍ଟି ହଉଛି ତେଣୁ ସେ ପ୍ରତିବିମ୍ବକୁ ଟଚ୍ କରିପାରିବ କି? ଟଚ୍ କରିପାରିବ ନାହିଁ। ତେଣୁକରି ସେଥିପାଇଁ ସେଇଟା କଣ କୁହାଯାଉଛି ତାର ନେଚରରେ ଯାଉଛି। ବା ଏଇଟା ଗୋଟେ କଣ ସମତଳ ଦର୍ପଣ ପ୍ରପର୍ଟିଜ ହବ। ହେଲା ତାହେଲେ କଣ ହବ? ଆଉ ପ୍ରତିବିମ୍ବ କଣ ହବ? ଆଭାସୀ ହବ। ଆଉ କଣ ହବ? ସଳଖ। ତେଣୁ ଓଲଟା ଦେଖିପାରୁଥିବ କି? ସଳଖ ମାନେ କଣ? ସଳଖ ମାନେ କଣ? ସଳଖ ମାନେ ଦେଖ ଏଇଟା ହେଲା ମନେକର ତମର ହେଲା କଣ ଯାହା ଉପରେ ଠିଆ ହେଇଛ ହେଲା ଯେମିତି ଏଠି ଠିଆ ହେଇଥିବ ସେପଟେ ବି ପ୍ରତିବିମ୍ବରେ ମଧ୍ୟ କଣ ସେମିତି ଛିଡା ହେଇଥିବ। ବୁଝିପାରିଲନି? ହେଲା ତାପରେ ଏଇଟା ଥିଲା କଣ ତମ ତିନିଟା ପ୍ରପର୍ଟିଜ କାହାର ଥିଲା? ପ୍ଲେନ ମିରର ଥିଲା। ତାପରେ ପିଲାମାନେ କଣ ପଢିବା କହିଲ? ତାପରେ ଦେଖ ତାପରେ ଜାଣିବା ଆମେ ମୁଁ କଣ ଲେଖିଥିଲି ତାର ମୁଁ ପ୍ରଥମେ ଦ୍ୱୈତ ପ୍ରକୃତି କହିଦେଲି, ପ୍ଲେନ ମିରର କହିଦେଲି। ଏବେ ପଢିବା ସ୍ପେରିକାଲ ମିରର। କଣ ପଢିବା ନା ସ୍ପେରିକାଲ ମିରର ପଢିବା। ବୁଝିପାରିଲ ନା ନାଇଁ? କଣ ପଢିବା? ସ୍ପେରିକାଲ ମିରର ପଢିବା। କଣ ପଢିବା? ସ୍ପେରିକାଲ ମିରର। ତାପରେ ଦେଖ ତମକୁ କହିଦେଲି ସ୍ପେରିକାଲ ମିରର। ସ୍ପେରିକାଲ ମିରରକୁ ଓଡିଆରେ କଣ କହନ୍ତି? ବର୍ତ୍ତୁଳାକାର ଦର୍ପଣ। ହେଲା ବର୍ତ୍ତୁଳାକାର ଦର୍ପଣ। ବୁଝିଲ ନା ନାଇଁ? ବର୍ତ୍ତୁଳାକାର ଦର୍ପଣ ଟା ବର୍ତ୍ତୁଳାକାର ଦର୍ପଣ କହିଲେ କଣ ବୁଝ? ନା ଦର୍ପଣ ଟା ହେଇଥାଉ କେମିତି ଗୋଲାକାର। ଯେତେବେଳେ ଏଇଭଳି ଦର୍ପଣଟା କଣ କୁହାଯିବ? ବର୍ତ୍ତୁଳାକାର ଦର୍ପଣ ହବ। ତାପରେ ଦେଖ ଏଇ ବର୍ତ୍ତୁଳାକାର ଦର୍ପଣ ଏଇଟା କୋଉଠି କୋଉ ସେପ ହେଇଛି? ନା ଆର ସେପ ହେଲା ସର୍କଲ। ଆର ସେପ ହେଲା କଣ? ସର୍କଲ। ତାର ଗୋଟେ ସେଣ୍ଟର ଥିବ ନିଶ୍ଚିତ। ଏଇଟା ହେଲା କଣ? ସେଣ୍ଟର କହନ୍ତି। ବୁଝିପାରିଲେ? ଆକୁ ଇଂଲିଶରେ କହନ୍ତି ସିଲେଟ ପ୍ରଦର୍ଶିତ କରାଯାଏ। ଏଇଟା ସେଣ୍ଟର ଅଫ କର୍ଭେଚର ବୋଲି କହନ୍ତି। ଯଦି ମୁଁ ବର୍ତ୍ତୁଳାକାର ଦର୍ପଣରେ ଏଇଠୁ ଆଉ ଏଠୁ କାଟିଦେବି ତାହେଲେ ଏଇ ଯୋଉ ଖଣ୍ଡଟା ପାଇବି ସେ ଖଣ୍ଡର ଚିତ୍ରଟା ଆକୃତିଟା କେମିତି ହେଇଥିବ? ନା ଏମିତି ହେଇଥିବ। ଯଦି ମୁଁ ପୁନଶ୍ଚ ଏଇ ବର୍ତ୍ତୁଳାକାର ଦର୍ପଣକୁ ଏପଟୁ କାଟିଦେବି ଖଣ୍ଡେ ତାହେଲେ ତା ସେପ୍ ଟା କେମିତି ହବ? ଏମିତି ହବ। ବୁଝିପାରିଲ ନା ନାଇଁ? ତା ସେପ୍ ଟା କେମିତି ହବ? ଏମିତି ହବ। ଦେଖ ମୁଁ ଆକୁ ଇରେଜ କରିଦେବି ବଙ୍କା ହେଇଗଲା ଟିକେ। ହେଲା ତାପରେ ଦେଖ କଣ କରିବା? ଦେଖ ତାହେଲେ କେମିତି ହେଇଯିବ ତା ସେପ୍ ଟା? ଏମିତି ହେଇଯିବ। ଦେଖ ଯେତେବେଳେ ଏଇ ଭିନ୍ନ ଭିନ୍ନ ଆକୃତିର ସେପ୍ ଦେଖିପାରିଲ ଚିତ୍ର ହେଲା ଏଇଟା କାହାର ଅଂଶ? ନାଇଁ ବର୍ତ୍ତୁଳାକାର ବା ସ୍ପେରିକାଲ ମିରର ଗୋଟିଏ ପାର୍ଟ। ଏଇଟା ଗୋଟେ ପାର୍ଟ, ଏଇଟା ବି ଗୋଟେ ପାର୍ଟ। ଦେଖ ଏଇ ଯୋଉ ସେପ୍ ର ଦେଖିଲ ଏଇ ସ୍ପେରିକାଲ ମିରର ରୁ କଣ କରାହେଲା? କଟା ହେଇକି ଗଲା ଗୋଟେ ପିସ୍ ଟା। ତାହେଲେ ଏଇ ସେପ୍ ରେ ଯଦି ମୁଁ ଆଉଟର ଲେୟର ରେ କଣ କରିବି? କଲର ଦେଇଦେବି। ବୁଝିଲ ନା ନାଇଁ? କଲର ଦେଇଦେବି। ହେଲା କଣ ପାଇଁ ନା ଏଇଟାକୁ ମତେ ମିରର କରିବାର ଅଛି। ତେଣୁକରି କଣ ହବ? ଆଉଟର ଲେୟର ମତେ କଣ ଦବାକୁ ପଡିବ? କଲର କରିବାକୁ ପଡିବ। ଯଦି ଆଉଟର ଲେୟର ଟା କଲର କରିବି ବା ଯୋଉ ବାହାରକୁ ଯୋଉଟା ବାହାରିଛି ବାହାରକୁ ଯୋଉ ସେପ୍ ଟା କଣ ହେଇଛି ବାହାରିଛି ସେଇ ପଟଟା ଯଦି କଲର କରିବି ଏଇ ଯୋଉ ତାହେଲେ ମିରର ଟା ପାଇବି ଏଇ ମିରର ଟା ନାଁ କଣ ହେଇଯିବ? ନା କନକେଭ ହେଇଯିବ। କଣ ହେଇଯିବ? କନକେଭ ମିରର କହନ୍ତି ଏଇଟାକୁ। କଣ କହନ୍ତି? କନକେଭ ମିରର କହନ୍ତି। ଯାହାକୁ କହନ୍ତି ଅବତଳ କହନ୍ତି। କଣ କହନ୍ତି? ଅବତଳ ଦର୍ପଣ କହନ୍ତି। ବୁଝିପାରିଲ ନା ନାଇଁ? ଏଇଟା କଣ? ଅବତଳ ଦର୍ପଣ। ଏଇଟା ଦେଖ ସେଇ ବର୍ତ୍ତୁଳାକାର ବା ସ୍ପେରିକାଲ ମିରର ରୁ କଟା ହେଇଥିଲା। ତାହେଲେ ଆର କଣ କରିବି? ଅପୋଜିଟ ସାଇଡ ରେ କଣ କରିବି? କଲର ଦେଇଦେବି। କଲର କୋଟିଂ କରିଦେବି। ତାହେଲେ କଣ ହେଇଯିବ? ନା ଏଇ ଯୋଉ ମିରର ଟା ପାଇବି ଏଇଟା ହେଇଯିବ କନଭେକ୍ସ। ଏଇଟା କଣ ହେଇଯିବ? କନଭେକ୍ସ ମିରର। ବୁଝିପାରିଲ ନା ବୁଝିପାରିଲନି? ଏଇଟା କଣ? କନଭେକ୍ସ ମିରର ବା କଣ କହନ୍ତି ଓଡିଆରେ? ଉତ୍ତଳ ଦର୍ପଣ କହନ୍ତି। କଣ କହନ୍ତି? ଉତ୍ତଳ ଦର୍ପଣ। ପିଲାମାନେ ସମସ୍ତେ ବୁଝିପାରିଲ ନା ନାଇଁ? ତାପରେ କଣ ହେଇଗଲା? ତାହେଲେ ଆମେ କଣ ସ୍ପେରିକାଲ ମିରର ରୁ କେତେ ଭାଗ ବିଭକ୍ତ କରାଯାଇଛି? ଦୁଇ ଭାଗ ବିଭକ୍ତ କରାଯାଇଛି। ସ୍ପେରିକାଲ ମିରର କେତେ ପ୍ରକାର? ନା ଟୁ ଟାଇପ୍ସ। ୱାନ୍ ଇଜ କନଭେକ୍ସ another is କଣ? କନକେଭ। ତାହେଲେ ଦେଖ କନକେଭ କେମିତି ଜାଣିବ? ନା ଯାର ଆଉଟର ଲେୟର ଯୋଉଟା ବାହାର ପଟୁ ମାନେ ବାହାରକୁ ଥବ ସେଇ ପଟ ଲେୟରରେ ଯାହାର କଣ କରିବ? କଲର କରିଦବ କଲର କୋଟିଂ କରିବ ସେଇଟା ହେଇଯିବ କନକେଭ। ଯାର ଭିତର ପଟୁ ବୁଲିକି ଥବ ଯୋଉପଟେ କଲର କରିବ ସେଇଟା ହେଇଯିବ କଣ? କନଭେକ୍ସ ହେଇଯିବ। ତାହେଲେ ବର୍ତ୍ତୁଳାକାର ବା ସ୍ପେରିକାଲ ମିରର କେତେ ପ୍ରକାର? ଟୁ ଟାଇପ୍ସ ର। ଗୋଟେ ହେଲା କନକେଭ ଆଉ ଗୋଟେ କନଭେକ୍ସ ଜାଣିଲ।
ବର୍ତ୍ତମାନ ଏବେ ଜାଣିବା କଣ ମୁଁ ଗୋଟିଏ ଯେକୌଣସି ଗୋଟିଏ କଣ କରିବି କନକେଭ ହଉ କିମ୍ବା କନଭେକ୍ସ ହଉ ଯେକୌଣସି ଗୋଟେ ମିରର ଡାଇଗ୍ରାମ କରିବି ତାର କଣ ବିଭିନ୍ନ ପାର୍ଟ କୁ କଣ କରିବି ବିଭିନ୍ନ ଅଂଶକୁ ଏବେ ସୂଚେଇବି ବୁଝିଲେ ନା ତା ପାର୍ଟ ନାଁ ଜାଣିବି ଦେଖିଲ ଡିଫରେଣ୍ଟ ପାର୍ଟ ବା ଡିଫରେଣ୍ଟ ପୋଜିସନ ର ନେମିଂ କରିବି ବୁଝିଲେ ନାଇଁ ତାପରେ ଦେଖ ଏଇଟା ଯେହେତୁ ତମର ଗୋଟେ କୋଉ ଦର୍ପଣ ନା ଅବତଳ ଦର୍ପଣ ହେଇଥିବାରୁ ମୁଁ ତାକୁ କଣ କଲି ଆଉଟର ଲେୟରରେ କଣ କଲି କଲର କଲି ଏଇଠି ଦେଖିପାରୁଥିବ ଏଇ ଯୋଉ ଗାରଟା ଟାଣି ଦେଇଛି ଏ ଗାରଟାର ନାଁ କଣ ଜାଣିଛ ପିଲାମାନେ ନା ପ୍ରମୁଖ ଅକ୍ଷ ଓଡିଆରେ କହନ୍ତି ଯାହାକୁ ଇଂଲିଶରେ କହନ୍ତି ପ୍ରିନ୍ସିପାଲ ଆକ୍ସିସ କହନ୍ତି କଣ କହନ୍ତି ପ୍ରିନ୍ସିପାଲ ଆକ୍ସିସ ବୋଲି କହନ୍ତି ହେଲା ବୁଝିପାରିଲ ନା ପ୍ରିନ୍ସିପାଲ ଆକ୍ସିସ ବୋଲି କହନ୍ତି ବୁଝିଲେ ନା ଯାହାକୁ ଓଡିଆରେ କଣ କହନ୍ତି ନା ମୁଖ୍ୟ ଅକ୍ଷ ବୋଲି କହନ୍ତି କଣ କହନ୍ତି ମୁଖ୍ୟ ଅକ୍ଷ କହନ୍ତି ହେଲା ଆଉ ତାକୁ କେମିତି ଲେଖିପାରିବେ ନା PL ସହିତ କରିପାରିବେ ତାପରେ ଦେଖ ଏଇ ଯୋଉ ପ୍ରମୁଖ ଅକ୍ଷଟା ଏଇ ମିରର କୁ ଯୋଉଠାରେ ଇଣ୍ଟରସେକ୍ଟ କରିଛି ଏଇ ପଏଣ୍ଟ ନାଁ ହେଲା P ଏଟା କଣ କହନ୍ତି ପୋଲ କହନ୍ତି କଣ କହନ୍ତି ପୋଲ କହନ୍ତି ବୁଝିପାରିଲ ନାହିଁ ତ ମୁଁ କହିଥିଲି ଏଇ ଯୋଉ ବର୍ତ୍ତୁଳାକାର ଦର୍ପଣ ଗୋଟେ ପାର୍ଟ ହେଲା କଣ କନକେଭ ମିରର ଏବେ ଜଷ୍ଟ କରିଛି ତାହେଲେ ଏଇଟା କଣ ହେଇଥିଲା ନା ଗୋଟେ ସ୍ପେରିକାଲ ମିରର କଟା ହେଇଛି ଏଇପଟୁ କଟା ହେଇଛି ତାହେଲେ ତାର ଗୋଟେ କଣ ଥିଲା ସେଣ୍ଟର ଥିଲା ସେଇ ସେଣ୍ଟର ଟା ମଧ୍ୟ ସପୋଜ ଏଇଠି ରହିଛି ତା ସେଣ୍ଟର ଟାକୁ କଣ କୁହାଯିବ C କୁହାଯିବ C ଫର କଣ ସେଣ୍ଟର ଅଫ କର୍ଭେଚର C ଫର ସେଣ୍ଟର ଅଫ କର୍ଭେଚର ବୁଝିପାରିଲ ନା ନାଇଁ ସେଣ୍ଟର ଅଫ କର୍ଭେଚର ତାପରେ ଦେଖ ଯେତେବେଳେ କଣ ହବ ଦର୍ପଣ ତ ଆଉଟର ଲେୟରରେ କଣ କରାହେଇଛି କୋଟିଂ କରାହେଇଛି ତାପରେ କଣ ହବ ସେପଟେ ତ କୌଣସି ଆଲୋକ ରଶ୍ମି ଏପଟକୁ ଆସିପାରିବନି ଯେତେକ ଆଲୋକ ରଶ୍ମି ଯିବ ଏଇ ସର୍ଫେସ ରେ ଦର୍ପଣ ଯୋଉ ଇନର ସର୍ଫେସ ରେ ପଡିଲା ପରେ ସେ କଣ ହବ ରିଫ୍ଲେକ୍ସନ ହବ କଣ ହବ ରିଫ୍ଲେକ୍ସନ ହବ ପିଲାମାନେ ଦେଖ ସପୋଜ ଯେକୌଣସି ଗୋଟେ ଆଲୋକ ରଶ୍ମି ଆସିକି କୋଉଠି ପହଞ୍ଚିଲା ଏଇ ଦର୍ପଣ ସର୍ଫେସ ରେ ପହଞ୍ଚିଲା ତାହେଲେ ସର୍ଫେସ ରେ ପହଞ୍ଚିଲା ପରେ ସେଠି କଣ ହବ ରିଫ୍ଲେକ୍ସନ ହବ ରିଫ୍ଲେକ୍ସନ ହେଲା ପରେ କଣ ହବ ସେ ଯୋଉଠି ନା ହଉ କାହିଁକି ଏ ପ୍ରିନ୍ସିପାଲ ଆକ୍ସିସ ଗୋଟେ କଣ କରିବ ଇଣ୍ଟରସେକ୍ଟ କରିବ ଇଣ୍ଟରସେକ୍ଟ କଲା ପରେ ସେ ଯୋଉ ପଏଣ୍ଟ ଇଣ୍ଟରସେକ୍ଟ କରିବ ସେ ପଏଣ୍ଟ ନା ହେଲା କଣ ଫୋକସ ବା ଫୋକସ ବିନ୍ଦୁ ବୋଲି କହନ୍ତି ଓଡିଆରେ ଆକୁ ଇଂଲିଶରେ କୁହନ୍ତି F ଫର ଫୋକସ କଣ ଫୋକସ ପିଲାମାନେ ଦେଖ ଏଇ ଯୋଉ F ଆଉ ଏଠି ଯୋଉ P ଦେଖିପାରୁଛ ଏଇ ଦିଟା ମଧ୍ୟବର୍ତ୍ତୀ ଦୂରତାକୁ କଣ କହନ୍ତି ଜାଣିଛ ନା ଫୋକାଲ ଲେନ୍ଥ କହନ୍ତି ଯାହାକୁ ସ୍ମଲ f ଦ୍ୱାରା ସୂଚିତ କରିଥାଏ ତାହେଲେ ସ୍ମଲ f ଇକ୍ୱାଲ ଟୁ କଣ ନା ଫୋକାଲ ଲେନ୍ଥ କଣ ଫୋକାଲ ଲେନ୍ଥ ବା ଯାହାକୁ କହନ୍ତି ମାନେ କଣ ଫୋକସ ଦୂରତା ବୋଲି କହନ୍ତି କଣ କହନ୍ତି ଫୋକସ ଦୂରତା ଏଇଠି ପିଲାମାନେ ଦେଖିପାରୁଥିବ C ଆଉ ଏଠି ରହିଥିଲା କଣ P ଆଉ C ଆଉ P ମଧ୍ୟରେ ଯୋଉ ଦୂରତା ରହିଛି ଏଇ ଦୂରତାକୁ କଣ କହିବା ଆମେ ନା କରିବା ହେଲା ବକ୍ରତା ସରି ଏଇଟା ଦେଖ ଏଇଟାକୁ R ଲେଟର ବୋଲି ସୂଚିତ କରାଯାଏ R ମିନ୍ସ କଣ ରାଡିୟସ ଅଫ କର୍ଭେଚର କଣ କହନ୍ତି ତାକୁ ନା ରାଡିୟସ ଅଫ କର୍ଭେଚର କହନ୍ତି କଣ କହନ୍ତି ରାଡିୟସ ଅଫ କର୍ଭେଚର କହନ୍ତି ବକ୍ରତା ଦୂରତା ବୋଲି କହନ୍ତି ବୁଝିଲେ ଓଡିଆରେ ବକ୍ର ଦୂରତା ବୋଲି ବା ବକ୍ର ଦୂରତା ବି କହିପାରିବ ଏଠି ଦେଖିଲ ସ୍ମଲ ଏଫ୍ କୋଉଠୁ ନା କ୍ୟାପିଟାଲ ଏଫ୍ ଆଉ P ମଧ୍ୟରେ ଦୂରତା କଣ କହନ୍ତି ସ୍ମଲ ଏଫ୍ ଆଉ C ଆଉ P ମଧ୍ୟରେ ଦୂରତା କହନ୍ତି କଣ କ୍ୟାପିଟାଲ ଆର ଏଇ ଯୋଉ F ସ୍ମଲ ଏଫ୍ ଆଉ R ତା ମଧ୍ୟରେ ଗୋଟେ ସମ୍ପର୍କ ରହିଛି କଣ ନା R ଇକ୍ୱାଲ ଟୁ ଟୁ ସ୍ମଲ ଏଫ୍ କହିଲେ କଣ ବୁଝୁଛ ନା ଦେଖ ଏଇଠି ମାନେ ତା ମାନେ ଏଥିରୁ କଣ ଜାଣିଲ R ଇକ୍ୱାଲ ଟୁ F ମାନେ F ଏଇ ସ୍ମଲ ଏଫ୍ ଦୂରତା ହେଲା ଏଇଗୋଟାକ ଏଇଟା ହେଲା କଣ ସେଇଟା କଣ ଡାଇଗ୍ରାମ ଯେହେତୁ ହାତରେ କରି ତେଣୁକରି କଣ ପରଫେକ୍ଟଲି ଆକୁରେଟ କହିଛି କି କିନ୍ତୁ ଏଇଟା ଯେତିକି ହବ C ଆଉ F ମଧ୍ୟରେ ଦୂରତା ମଧ୍ୟ ସେତିକି ହବ ସେଇଥିପାଇଁ କୁହାଯାଇଛି R ଇକ୍ୱାଲ ଟୁ 2F ବା F ହେଲା କଣ C ଆଉ P ବା ସେଣ୍ଟର ଆଉ ପୋଲ ମଧ୍ୟରେ ଥିବା ଗୋଟେ ବିନ୍ଦୁ ହେଲା କିଏ ସେ ଫୋକସ ପଏଣ୍ଟ ବୁଝିଲ ନା ଜାଣିପାରୁଛନ୍ତି ସେଇଥିପାଇଁ ସେଟା କଣ କହନ୍ତି R ଇକ୍ୱାଲ ଟୁ କଣ 2F ତାହେଲେ ପିଲାମାନେ ସମସ୍ତେ ଜାଣିପାରିଲେ ନା ନାହିଁ ଏଇଟା କୋଉ ମିରର ଡାଇଗ୍ରାମ କରିଥିଲି ନା କନକେଭ ମିରର ଡାଇଗ୍ରାମ କରିଥିଲି କନକେଭ ମିରର ଜାଣିଲ ନା ନାହିଁ ଏଇ ସଳକ ଗାର ଯୋଉ ମଝିରେ ସେଇ ଗାରଟା ନା କଣ ପ୍ରମୁଖ ଅକ୍ଷ ବା ମୁଖ୍ୟ ଅକ୍ଷ ଯାହାକୁ ପ୍ରିନ୍ସିପାଲ ଆକ୍ସିସ ମଧ୍ୟ କହନ୍ତି ତାହେଲେ ଦେଖ ଏଇ ପ୍ରମୁଖ ଅକ୍ଷ ମିରର କୁ ଯୋଉଠି ଇଣ୍ଟରସେକ୍ଟ କରୁଛି ସେ ବିନ୍ଦୁ ନା କଣ ପୋଲ କୋଉ ଲେଟର ଦ୍ୱାରା ସୂଚିତ କରାଯାଏ P ଲେଟର ଦ୍ୱାରା ସୂଚିତ କରାଯାଏ ଆଉ ଦେଖି ଆମେ ସମସ୍ତେ ଜାଣିଛେ ଏଇଟା ଗୋଟେ ସ୍ପେରିକାଲ ମିରର ପାର୍ଟ ତେଣୁକରି ଆର ଗୋଟେ ସେଣ୍ଟର ଥବ ସେ ସେଣ୍ଟର ଟାକୁ କଣ କହନ୍ତି C ଲେଟର ଦ୍ୱାରା ସୂଚିତ କରାଯାଏ ଯାହାକୁ ସେଣ୍ଟର ଅଫ କର୍ଭେଚର କୁହାଯାଏ ତାପରେ କଣ କହିଲି ନା F ଦେଖ ଯେକୌଣସି ଗୋଟେ ଲାଇଟ ର ବିମ୍ ଏନି ବିମ୍ କଣ କରିବ ଆସିକି ପଡିବ ଏଇ ପ୍ଲେନ ମିରର ସର୍ଫେସ ରେ ପ୍ଲେନ ମିରର ତ ନୁହେଁ ଏଇଟା କନକେଭ ମିରର ସର୍ଫେସ ରେ ପଡିବ ତାହେଲେ ପଡିଲା ପରେ କଣ ହବ ସେଟା ରିଫ୍ଲେକ୍ସନ ହବ ରିଫ୍ଲେକ୍ସନ ହେଲା ପରେ ଲାଇଟ ଟା କଣ ପଡିକି ଫେରିକି ଆସିଲା ପରେ ନିଶ୍ଚିତ କଣ କରିବ ପ୍ରିନ୍ସିପାଲ ଆକ୍ସିସ ଯୋଉ ଇଣ୍ଟରସେକ୍ଟ କରିବ ଯୋଉଠି ଇଣ୍ଟରସେକ୍ଟ କରିବ ସେଟା ହେଲା କଣ F ବୁଝିପାରିଲ ନା ନାଇଁ ତାହେଲେ ଏଇଟା ହେଲା F ତାପରେ ଦେଖ
कौन कही ना कैपिटल एफ ये पाई एठी हला पी ताले ए मध्यवर्ती दूरता को कि फोकल लेंथ को कहती बा एफ स्मॉल एफ रे सूचित कर दे एटा हला कोन सेंटर एटा हला कोन पोल सेंटर और पोल मध्यवर्ती दूरता को कहती आर कहती बुझला नहीं ताले आर और एफ मध्य रे गोटे संपर्क थला केते हला ना आर इक्वल टू 2 एफ माने को सपोज आर देछि 20 ताले एफ केते हबो ना विभक्त दुई गले गुणा से डले कते हिजो हर दला पर केते हिजो 10 हिजो देछि देछि एफ हला 10 एफ के देछि 10 स्मॉल एफ कैपिटल एफ ना स्मॉल एफ देछि 10 ताले आर केते हिजो ना 20 हिजो कोन पई ना 2 गुण हबो एफ रे 2 गुण हला केते आर बुझि पेलन जे सेंटीमीटर देथो से 30 सेंटीमीटर करबो ताले जानि पारनी ताले वर्तमान एबे कोन पढिबा आजी पढिबा डिफरेंट पोजीशन नै जेतबे ऑब्जेक्ट रहिबो ताले इमेज कोड कोड फॉर्मेशन हबो को मिरर रे ना कनकेव मिरर रे बुझि पेलन नै तापर देखो तुमको टिके जस्ट आउ टिके इनफॉरमेशन दे दोछि एडिशनल तापर जाई कोन करबा से पोजीशन प्लेस कथा करबा बुझाने ऑब्जेक्ट पोजीशन इमेज पोजीशन आ कंपेयर करबा बोथ ऑफ देम एंड कोन तापर नेचर तार देखिबा लिखिबा बुझाने तापर प्रथम कोन करे सपोज एटा गोटे कोन करे प्लेन सरफेस एटा गोटे कोन प्लेन सरफेस ताले गोटे कोन होला जे कोनसी गोटे लाइट सोर्स रु आलोक आसी पड़िबो कोडी पड़िबो এই সারফেস উপর পড়ে প্লেন সারফেসটা কইলি তুমি এটা কোন প্লেন সারফেস তা কোন কোটা এটা কোন মসৃণ পৃষ্ঠ বা যাহাକୁ କଣ କହନ୍ତି କହନ୍ତି ସ୍ମୁଥ ସରଫେସ ବୋଲି କହନ୍ତି ହେଲା ସ୍ମୁଥ ସରଫେସ ବୋଲି କହିପାରିବ ମଧ୍ୟ ସ୍ମୁଥ ସରଫେସ ଉପରେ ଗୋଟେ କଣ ଅଛି ଆଲୋକ ରଶ୍ମି ଆସି ପଡିଲା ଆଲୋକ ରଶ୍ମି ଯେତେବେଳେ ପଡିବ ଯେମିତି ଏକ୍ସାମ୍ପଲ ଦେଖିପାରିବ ଦୈନନ୍ଦିନ ଜୀବନରେ ତମେ ମାର୍ବଲ ଫାଇବର ଉପରେ ଯଦି ଲାଇଟ୍ ପକେଇଥିବ କିମ୍ବା କାନ୍ଥ ଉପରେ ଲାଇଟ୍ ପକେଇଥିବ ବୁଝିଲେ ତାପରେ ଲାଇଟ୍ ପଡିଲା ପରେ କଣ ଲାଇଟ୍ ଏଠୁ ଫେରି ଯାଇଥାଏ କୋଉଠିକି ନା ଯୋଉ ମାଧ୍ୟମରୁ ଆସିଥାଏ ସେଇ ମାଧ୍ୟମକୁ ବାୟୁ ମାଧ୍ୟମରୁ ଆସିଥିଲା ସେଇ ବାୟୁ ମାଧ୍ୟମକୁ ଫେରି ଆସିଥାଏ ବୁଝିଲେ ନାଇଁ ଏଇଠି ଗୋଟେ କଣ ଡ୍ର କରିବା ଆମେ ଅଭିଲମ୍ବଟି ଅଭିଲମ୍ବ ସଦାବେଳେ କଣ ହେଇଥାଏ ଅଭିଲମ୍ବ ଦେଖ ପରୀକ୍ଷାରେ ବେଳେ ବେଳେ କ୍ୱେଶ୍ଚିନ୍ ପଡେ ଏଇ ଯୋଉ ପ୍ଲେନ ସରଫେସ ର ଇନ୍ସିଡେଣ୍ଟ ଆଙ୍ଗେଲ ଆଉ ହେଲା ଏଇଠି କଣ ଏଇଟା ହେଲା କଣ ରିଫ୍ରାକ୍ଟେଡ ଆଙ୍ଗେଲ ବୁଝିଲେ ରିଫ୍ରାକ୍ଟେଡ ଆଙ୍ଗେଲ ରିଫ୍ରାକ୍ଟେଡ କଣ ରେ ବୋଲି କଣ ଦେଖ ମୁଁ ଆଉ ଥରେ କହିଦଉଛି ଷ୍ଟାର୍ଟିଂ ରୁ ଏଇଟା ହେଲା କଣ ତମର ଅଭିଲମ୍ବ ଏଇଟା ହେଲା କଣ ଏଇ ସରଫେସ ପ୍ରତି ହେଲା କଣ ପରପେଣ୍ଡିକୁଲାର ଏଇଟା କଣ ହବ ପରପେଣ୍ଡିକୁଲାର ଏଇଟା ଏଇ ଯୋଉ ରେଟା ଆସିଲା ତମେ ଜାଣିଛ ଏଇ ରେଟା କୋଉଠୁ ଆସିଲା ନା ଯେକୌଣସି ଗୋଟେ କଣ ସୋର୍ସ ଅଫ ଲାଇଟ ରୁ ଗୋଟିଏ ଆଲୋକ ବିମ୍ ଟା ଆସି କଣ ହେଇଛି ଏଇ ପୃଷ୍ଠ ଉପରେ ପଡିଛି ପୃଷ୍ଠ ଉପରେ ପଡିଲା ପରେ କଣ ହବ ସିଏ ଆଉ ରହିଯିବନି ଆଲୋକ ଏଇଠୁ ପୁଣି ପ୍ରତିଫଳିତ ବ୍ୟାକୱାର୍ଡ ଯିବ ଯୋଉ ମିଡିୟମ ରେ ଆସିଥିଲା ଏଇଟା ହେଲା ବାୟୁ ଥିଲା ତାହେଲେ ସେଇ ବାୟୁ ମାଧ୍ୟମରୁ ଆସି ପୁଣି ସେଇ କଣ ହବ ସେଇ ବାୟୁ ମାଧ୍ୟମକୁ ଫେରିଯିବ ଏଇଠି ଗୋଟେ କଣ ରହୁଛି ଅବିଲମ୍ବ ଅବିଲମ୍ବ ସଦାବେଳେ କଣ ହବ ପରପେଣ୍ଡିକୁଲାର ହବ କୋଉଠି ଯୋଉ ସ୍ମୁଥ ସରଫେସ ବା ଯୋଉ ସରଫେସ ଉପରେ କଣ ହଉଥିବ ଲାଇଟ ଟା ପଡିଲା ପରେ ଫେରୁଥିବ ବୁଝିଲେ ରିଫ୍ଲେକ୍ସନ ହଉଥିବ ତାପରେ ଦେଖ ଏଇ ଯୋଉ ରେଟା ଆସିଲାନି ଏଇ ରେଟା କଣ କହନ୍ତି ନା ଇନସିଡେଣ୍ଟ ଆଙ୍ଗେଲ ସରି ଇନସିଡେଣ୍ଟ ରେ ବୋଲି କହନ୍ତି କଣ କହନ୍ତି ଇନସିଡେଣ୍ଟ ରେ କହନ୍ତି ଇନସିଡେଣ୍ଟ ରେ ବା ଆଇଆର ସର୍ଟ ରେ ମଧ୍ୟ କହିପାରିବ ବୁଝିଲେ ନାଇଁ ତାପରେ ଯେତେବେଳେ ଆଲୋକଟା ଏଇ ପ୍ଲେନ ସ୍ମୁଥ ସରଫେସ ଉପରେ ପଡୁଛି ସେତେବେଳେ କଣ ରିଫ୍ଲେକ୍ଟ ହଉଛି ରିଫ୍ଲେକ୍ଟେଡ ହେଇଗଲା ପରେ ଯୋଉ ରେଟା ଏଠୁ ଯାଉଛି ଫେରୁଛି ପୁଣି ଏୟାର କୁ ତାହେଲେ ସେ ରେଟା ନା ହବ କଣ ନା ହବ ଆମର ରିଫ୍ଲେକ୍ଟେଡ ରେ ବୁଝିଲେ ନାଇଁ କଣ ହବ ରିଫ୍ଲେକ୍ଟେଡ ରେ ହବ ବୁଝିପାରିଲେ ନାଇଁ ତାପରେ ଦେଖ ଯାହାକୁ ଓଡିଆ କଣ କହନ୍ତି ଏଇଟା ଆପତନ ରଶ୍ମି ଏଇଟା ପ୍ରତିଫଳିତ ରଶ୍ମି ଏଇଟା କୋଉ ରଶ୍ମି କହନ୍ତି ପ୍ରତିଫଳିତ ରଶ୍ମି ଦେଖ ଏଇଟା ହେଲା ପରପେଣ୍ଡିକୁଲାର ଟା ଏଇଟା ହେଲା କଣ ଇନସିଡେଣ୍ଟ ରେ ଏଇଠି ଯୋଉ ଆଙ୍ଗେଲସ ଅଛି କଣ କହନ୍ତି ତାକୁ ଇନସିଡେଣ୍ଟ ଆଙ୍ଗେଲ କହନ୍ତି କଣ କହନ୍ତି ଇନସିଡେଣ୍ଟ ଆଙ୍ଗେଲ କହନ୍ତି ବୁଝିଲେ ନାଇଁ ତାପରେ ଏଠି ଯୋଉ ଆଙ୍ଗେଲ ଟା ଫର୍ମେସନ ହଉଛି ଏଇଠି ଆଙ୍ଗେଲ ଟା କଣ କୁହାଯିବ ଏଇଠି ପରପେଣ୍ଡିକୁଲାର ଆଉ କଣ ରିଫ୍ଲେକ୍ଟେଡ ରେ ମତେ ଯୋଉ ଆଙ୍ଗେଲ ଫର୍ମେସନ ଅଛି ଏଇଟା କଣ ରିଫ୍ଲେକ୍ଟେଡ ଆଙ୍ଗେଲ ବୋଲି କହନ୍ତି ବୁଝିପାରିଲ ନା ବୁଝିପାରିଲନି ଏଇଟା ହେଲା ଆଇ ଏ ମାନେ ଇନସିଡେଣ୍ଟ ଆଙ୍ଗେଲ ଏଇଟା ଆର ଏ ମାନେ କଣ ରିଫ୍ଲେକ୍ଟେଡ ଆଙ୍ଗେଲ ତାହେଲେ ଏଇ ଦିଟା ଯୋଉ ଆଙ୍ଗେଲ ଫର୍ମେସନ ହଉଛି ଇଏ ଅଲୱେଜ କଣ ହବ ଇକ୍ୱାଲ ହବ ବୁଝିଲେ ନାଇଁ ସପୋଜ ଏଇଟା ଥିଟା ଅଛି ଏଇଟା ବି ସେଇ ଥିଟା ହବ ଏଇଟା ଯଦି 60 ଡିଗ୍ରୀ ହବ ଏଇଟା ବି 60 ଡିଗ୍ରୀ ହବ ଏଇଟା ଯଦି 40 ଡିଗ୍ରୀ ହବ ଏଇଟା ବି 40 ଡିଗ୍ରୀ ହବ ତାହେଲେ ଅଲୱେଜ ଇକ୍ୱାଲ ହବ ବୁଝିଗଲା ବୁଝିପାରିଲନି ତାହେଲେ ଏଇଟା ଗୋଟେ କଣ ତାକୁ ମନେ ରଖିବାକୁ ପଡିବ ଇନସିଡେଣ୍ଟ ଆଙ୍ଗେଲ ଆଉ କଣ ରିଫ୍ଲେକ୍ଟେଡ ଆଙ୍ଗେଲ କଣ ଅଲୱେଜ ଇକ୍ୱାଲ ହବ ତାପରେ ପିଲାମାନେ କଣ କରିବା ତାହେଲେ ଏଇ ଗୋଟେ ଟପିକ ରେ କଣ କହିବାର ଥିଲା ତମକୁ ହେଲା ତାପରେ ଦେଖ ଆମେ ଏଇନେ କଣ ପଢିଥିଲେ ନା କନକେଭ ମିରର ପଢୁଥିଲେ କନକେଭ ମିରର କଣ ପଢୁଥିଲେ ଆମେ କହିଦେଇଛି ବିଭିନ୍ନ ପୋଜିସନ ର ନେମିଂ କରୁଥିଲେ ଆମେ ପୋଜିସନ ର ନେମିଂ କରିସାରିଲା ପରେ ଏବେ କଣ ପଢିବା ନା ମୁଁ କହୁଥିଲି ଗୋଟେ କନକେଭ ମିରର କରାହବ ତାପରେ କଣ କରାଯିବ ତାପରେ ଦେଖ ପ୍ରଥମେ ଗୋଟେ କରିବି ମୁଁ ତମକୁ ଟେକ୍ନିକ ଟା ବତେଇ ଦଉଛି ଦେଖ ଫାଷ୍ଟ ଗୋଟେ ଡାଇଗ୍ରାମ କରିଦେବି ତାର ଗୋଟେ ଟେବୁଲ ଟେ ଅଛି ତମେ ସମସ୍ତେ ଜାଣିଛ ଏଇଟା ଗୋଟେ କଣ ଅଛି ଟେବୁଲ ଅଛି ସେ ଟେବୁଲ ଟା କେମିତି ପ୍ରିପେୟାର କରୁଛି ଦେଖ ମୁଁ ତମ ପାଇଁ କଣ କରିଦଉଛି ନା ଏଇଠି ଗୋଟେ କଣ କରିଦେଲି ଡ୍ର କରିଦେଲି ଏଇଟା କୋଉ ମିରର କନକେଭ ନା କନଭେକ୍ସ କନକେଭ କଣ ପାଇଁ ନା ଆଉଟର ଲେୟାର ରେ ଜାଣିଛ ଯୋଉଠୁ ବାହାରି ଥିବ ସେ ବାହାର ପଟ ଯେତେବେଳେ କଣ ହଉଛି କଲର କୋଟିଂ କରାହଉଛି ତେଣୁକରି ଏଇଟା ହେଲା କଣ ଏଇଟା ହେଲା କନକେଭ ଆମେ ଜାଣିଛେ ଏଇଟା କଣ ନା ପି ଏ ଲାଇଟ ଟାକୁ ମଧ୍ୟ ପି ଏବା କଣ ପ୍ରିନ୍ସିପାଲ ଆକ୍ସିସ ତାପରେ ଏଇଠି କଣ ଅଛି ନା ସି ରହିଛି
ଏଠି କଣ ରହିଛି ନା ଏଫ୍ ରହିଛି। ବୁଝିପାରିଲ ନା ବୁଝିପାରିଲନି? ତାପରେ ଆମେ ଡିଫରେଣ୍ଟ ପୋଜିସନ କହିକି ତମକୁ କଣ କରିବି, ତାପରେ ଦେଖ ଦେଖ କଣ କରିବା ଆମେ କହିଥିଲେ ଡିଫରେଣ୍ଟ ପୋଜିସନରେ ଫାଷ୍ଟ କଣ ପଢିବା ଆମେ ଅବଜେକ୍ଟ କଣ ଅବଜେକ୍ଟ ପ୍ଲେସ ବୁଝିଲା ନାଇଁ କଣ ପଢିବା ଅବଜେକ୍ଟ ପ୍ଲେସ କୋଉଠି ଅବଜେକ୍ଟ ରଖିଲେ କୋଉଠି ଇମେଜ ଇନଫରମେସନ ହବ। ମୁଁ କଣ କହିଲି ଭିନ୍ନ ଭିନ୍ନ ପ୍ଲେସ ରେ ଅବଜେକ୍ଟ ରଖିବା ଆଉ କୋଉ ପ୍ଲେସ ରେ ଇମେଜ ଇନଫରମେସନ ଅଛି ସେଇ ସମ୍ପର୍କରେ ଜାଣିବା। ତାହେଲେ ଅବଜେକ୍ଟ ପ୍ଲେସ ଲେଖିକି ପ୍ରଥମେ ତାପରେ ଅବଜେକ୍ଟ କୁ ରଖିଲା ପରେ ଇମେଜ କୋଉଠି ଫର୍ମେସନ ହବ ଇମେଜ ପ୍ଲେସ ରେ ଫାଇଣ୍ଡ କରିବି। ତାପରେ କରିବି କଣ ତାପରେ କମ୍ପେୟାର ବିଟୁଇନ୍ ଦେମ୍ ହେଲା କମ୍ପେୟାର କରିବି ତୁଳନା କରିବି ଛୋଟ ହଉଛି ନା ବଡ ହଉଛି ନା ସମାନ ହଉଛି ଏଇଟା କଣ କରିବି କମ୍ପେୟାର କରିବି ବିଟୁଇନ୍ ଦେମ୍ ବୁଝିଲା ନା ନାଇଁ। ତାପରେ କଣ କରିବି ତାର ନେଚର ଲେଖିବି ନେଚର ମାନେ କଣ ତାର ପ୍ରକୃତି ବୁଝିଲା ଟି। ତାହେଲେ ଆକୁ ନେଇ ଗୋଟେ ଟେବୁଲ ପ୍ରିପେୟାର ହେଇଛି ସେ ଟେବୁଲ ଟାକୁ କଣ କରାଯିବ ତମକୁ ଆଜି ବୁଝିଆଯିବ। ଦେଖ ଏ ଟେବୁଲ ଟାକୁ ମନେ ରଖିବା ପାଇଁ ଗୋଟେ ସୂକ୍ଷ୍ମ ତରିକା ଅଛି ବଢିଆ ମାନେ ଟେକ୍ନିକ ଟା ଅଛି ସେ ଟେକ୍ନିକ ଟା ତମକୁ କହିପାରିବି। ଦେଖ ପ୍ରଥମେ ଅବଜେକ୍ଟ ରଖିବ କଣ କୋଉଠି ରଖିବା ଅନନ୍ତ ଦୂରରେ ମାନେ ଇନଫାଇନାଇଟ ପ୍ଲେସ ରେ ମାନେ କଣ ସପୋଜ ଯେମିତି ହେଲା ଏଠି କଣ ରଖିଛି ଗୋଟେ କନକେଭ ମିରର ରଖିଛି ସୂର୍ଯ୍ୟକୁ ଆମେ ଏକ୍ସାମ୍ପଲ ନେଇପାରିବା। ସୂର୍ଯ୍ୟ କୋଉଠି ଅଛନ୍ତି ବହୁତ ଦୂରରେ ଅଛନ୍ତି କୋଉଠି ଅଛନ୍ତି ବହୁତ ଅନନ୍ତ ଦୂରରେ ଅଛନ୍ତି। ଯେତେବେଳେ ଗୋଟିଏ ବସ୍ତୁ ଅନନ୍ତ ଦୂରରେ ଥିବ ସେଠାରୁ ଆଲୋକ ଆସୁଛି ନା ଆସୁନି ଯେମିତି ସୂର୍ଯ୍ୟ ହେଲା ଏକ୍ସାମ୍ପଲ ସୂର୍ଯ୍ୟଙ୍କଠୁ ଆଲୋକ ଆସୁନି ନା ଆସୁନି। ଅନେକ ଆଲୋକ ଗୁଚ୍ଛ ମଧ୍ୟ ତାଙ୍କଠୁ ଆସୁଛି ଯେତେବେଳେ ସେଥି ମଧ୍ୟରୁ କେତେକ ଆଲୋକ ରଶ୍ମିର ଗୁଚ୍ଛ ଆସିକି ପଡେ ଏଇ ଯୋଉ କଣ ଏଇଟା କୋଉ ମିରର ଏଇଟା କନକେଭ ମିରର ଏଇ କନକେଭ ମିରର ସରଫେସ ରେ ପଡେ ସେତେବେଳେ କଣ ହବ ନା ସମସ୍ତ ଆଲୋକ ରଶ୍ମି ପ୍ରତିଫଳିତ ହବ। ପ୍ରତିଫଳିତ ମାନେ କଣ ଏଇଠି ପଡିକି ରିଫ୍ଲେକ୍ସନ ହବ ରିଫ୍ଲେକ୍ସନ ମାନେ ପୁଣି ସେଇ ମାଧ୍ୟମକୁ ଫେରିଯିବ। ତାହେଲେ କୋଉଠି ଫେରିବ ପିଲାମାନେ ଜାଣିଛ ଏଇ ଯୋଉ ଦେଖ କେମିତି ମୁଁ କରୁଛି ଏ ସମସ୍ତ ପ୍ରତି ଆଲୋକର ବିମ୍ ଆସିକି କୋଉଠି ପଡିଲା ପୃଷ୍ଠ ଉପରେ ପଡିଲା ପୃଷ୍ଠ ଉପରେ ପଡିଲା ପରେ ଏ ସମସ୍ତେ କଣ ହୁଅନ୍ତି ପ୍ରତିଫଳିତ ହେଇକି ଫେରୁଛନ୍ତି। ସେମିତି ଆଲୋକ ରଶ୍ମି କେବଳ କଣ ଉପର ପ୍ରିନ୍ସିପାଲ ଆସିବ ଉପରେ ଆସିବ ତଳେ ବି କିଛି ଆଲୋକ ରଶ୍ମି ଆସିବ। ତାହେଲେ ତଳେ ଆସିଲା ପରେ କେମିତି ଯିବ ଦେଖ ମୁଁ ଏମିତି ସବୁ ଚିତ୍ର କରୁଛି ଦେଖ ଏମିତି ସବୁ ଅନେକ ଆଲୋକ ରଶ୍ମି ଆସିବ ଯେତେକ ସବୁ ପୃଷ୍ଠରେ ପଡୁଛି ସମସ୍ତେ ଅନନ୍ତ ଦୂରରେ ଥିବା ବେଳେ ବସ୍ତୁଟା ସବୁତକ ଆଲୋକ ରଶ୍ମି ପ୍ରତିଫଳିତ ହେଇକି ଏଇ ଫୋକସ ବିନ୍ଦୁ ମଧ୍ୟ ଦେଇଯିବ। କୋଉ ବିନ୍ଦୁ ଦେଇଯିବ ଫୋକସ ବିନ୍ଦୁ ଦେଇଯିବ। ତାହେଲେ ମୁଁ ତମକୁ କହିଥିଲି ଆମେ କଣ ପ୍ରଥମେ ଲେଖିବା ନା ଅବଜେକ୍ଟ ପ୍ଲେସ କଣ ଇନଫାଇନାଇଟ ପ୍ଲେସ ହେଲା ଇନଫାଇନାଇଟ ଅନନ୍ତ ଦୂର ଇମେଜ ପ୍ଲେସ କୋଉଠି ହେଲା ନା ଏଫ ଠାରେ ଏଇଟା ଇନଫାଇନାଇଟ ହେଲା ପରେ ଏଇଟା କଣ ହଉଛି ଏଇଟା ଏଫ ହଉଛି। ବୁଝିପାରିଲ ଟି ଦେଖିଲ ସବୁ ଅବଜେକ୍ଟ ଜାଣିଛ ସୂର୍ଯ୍ୟ ଆମେ ଯେମିତି ସୂର୍ଯ୍ୟକୁ ଏକ୍ସାମ୍ପଲ ରୂପରେ ନେଇଥିଲେ ତାହେଲେ ସୂର୍ଯ୍ୟଙ୍କର ଆକାର ତ ଜାଣିଛ କେତେ ବଡ ଯେତେବେଳେ ଏଇଠି କଣ କମ୍ପେୟାର ବିଟୁଇନ୍ କାହାର ଅବଜେକ୍ଟ ଆଉ ଇମେଜ ମଧ୍ୟରେ ଯେତେବେଳେ କମ୍ପେୟାର କରିବା ସୂର୍ଯ୍ୟଙ୍କର ଯୋଉ ସାଇଜ ଟା କେତେ ବଡ ତମେ ସମସ୍ତେ ନିଜେ ଜାଣିଛ। ତାପରେ ଯେତେବେଳେ ଇମେଜ ଡିଫର୍ମେସନ ହେଲା ଗୋଟେ ବିନ୍ଦୁ ଭଳି ସେ ଯୋଉଠି ସବୁତକ କଣ ରିଫ୍ଲେକ୍ଟେଡ ହେଲା ବା ସରି ରିଫ୍ଲେକ୍ସନ ରେ ଯୋଉଠି ଇଣ୍ଟରସେକ୍ଟ କରିବେ ସେଇଠି ହିଁ କଣ ହବ ଯେତେ ସବୁ ଇନସିଡେଣ୍ଟ ରେ ଆସିଲା ଏଠି କଣ ରିଫ୍ଲେକ୍ସନ ହେଲା ରିଫ୍ଲେକ୍ସନ ହେଇକି ଯୋଉଠି ସମସ୍ତେ ଇଣ୍ଟରସେକ୍ଟ ହେଲେ ଗୋଟିଏ ଯୋଉଠି ମିଳିତ ହେଲେ ଗେଟ୍ ଟୁଗେଦର ହେଲେ ସେଇଠି ହେଲା କଣ ଫର୍ମେସନ ହବ ନା ଇମେଜ ଫର୍ମେସନ ହବ। ସେଇଥିପାଇଁ ତ ମୁଁ ଇମେଜ ପ୍ଲେସ ଜାଗାରେ କଣ ଲେଖିଲି ଏଫ ଲେଖିଲି ଯୋଉଠି ଆସିକି ସବୁତକ ଦେଖିବ। ଏଇଟା ଦେଖ ନାଚୁରାଲି ତମେ ଯେତେବେଳେ କଣ ଏକ୍ସପେରିମେଣ୍ଟ କରିବ କୌଣସି ଦେଖିବ ପର୍ଯ୍ୟବେକ୍ଷଣ କରିବ ହେଲା ଏଇ ବିଭିନ୍ନ ଲୋକେସନରେ ରଖିକି ତମେ ଗୋଟେ ଅବତଳ ଦର୍ପଣ ଆଣିବ ତାପରେ ଦେଖିବ ଯେ ଦେଖିବ କଣ କରୁଛି ନା ଏଫ ଠାରେ କଣ ହଉଛି ନା ସବୁତକ ଆଲୋକ ରଶ୍ମି ଆସିକି ମିଳିତ ହବ। ତାହେଲେ ଏଇଟା କଣ ସୂର୍ଯ୍ୟଙ୍କ ତୁଳନାରେ କମ୍ପେୟାର କଲେ କଣ ହବ ନା ବହୁତ ଛୋଟ ବୁଝିପାରିଲ ବୁଝିନ ବହୁତ ଛୋଟ ବା ଅତି କ୍ଷୁଦ୍ର ବୁଝିଲ ବୁଝିନ ବହୁତ ବୁଝିଲ ନାଇଁ ଛୋଟ କମ୍ପେୟାର କଲା ପରେ କଣ ଆସିବ ବହୁତ ଛୋଟ ଆସିବ ବୁଝିଲ ନାଇଁ। ତାପରେ କଣ ଗଲା ତାପରେ ନେଚର ଟା କଣ କହିଲ ଦେଖ ଆଲୋକ ରଶ୍ମି ପଡିଲା ପରେ ବାହାରକୁ ପଳେଇ ଆସିଛି ସବୁ ତ ଗୋଟେ ହେଇଛି ଆକୁ ତମେ ଧରି ପାରିବ ନା ଧରି ପାରିବନି ତାହେଲେ ଧରିପାରିବ ତାହେଲେ ଏଇଟା କଣ ହେଇଯିବ ନା ବାସ୍ତବ ହେଇଯିବ ରିଅଲ ଆଣ୍ଡ ଇନଭର୍ଟେଡ ହେଇଯିବ। ବାସ୍ତବ ହେଇଯିବ ଆଉ କଣ ହେଇଯିବ ତାପରେ କଣ ହେଇଯିବ ଓଲଟା ହେଇଯିବ ବାସ୍ତବ ଓ ଓଲଟା ଏଇ ଯୋଉ ନେଚର ଟା କଣ କହିଲ ବାସ୍ତବ ଓଲଟା ଯାହାକୁ ଇଂଲିଶରେ କହନ୍ତି ରିଅଲ ଆଣ୍ଡ କଣ ଇନଭର୍ଟେଡ କଣ କହନ୍ତି ରିଅଲ ଆଣ୍ଡ ଇନଭର୍ଟେଡ। ଏଇଟା ହେଲା କଣ ନେଚର ଅଫ କଣ ଏଇଟା କୋଉ ମିରର ପଡୁଛି ଆମେ କୋଉ ମିରର ପଡୁଛି କନକେଭ ମିରର ବୁଝିଲ ନାଇଁ। ତାହେଲେ ଫାଷ୍ଟ ଲୋକେସନ ଟା କୋଉଠି ରଖିଲି ଅନନ୍ତ ଦୂର ତାପରେ କଣ କରିବି ସେକେଣ୍ଡ ଲୋକେସନ ଟା କଣ କରିବି ଦେଖ ସେକେଣ୍ଡ ଲୋକେସନ ଜଷ୍ଟ ଦେଖ କିଛି ନାହିଁ ଏଥିରେ ସହଜ ତମ ଟେକ୍ନିକ ମାଇଣ୍ଡ ଯାକ ସେଟିଂ କରୁଛି ମୁଁ ଏଇଟା ହେଲା କଣ ପ୍ରିନ୍ସିପାଲ ଆକ୍ସିସ ବୁଝିଲ ନାଇଁ। ତାପରେ ଏଇଟା କଣ ଏଇଟା ଥିଲା ପୋଲ ଏଇଟା ଥିଲା କଣ ସି ଏଇଟା ଥିଲା କଣ ଏଫ ତାହେଲେ ମୁଁ କହିଥିଲି ଅନନ୍ତ ଦୂର ଗୋଟେ ଏକ୍ସାମ୍ପଲ ନିଆଯାଇଛି ତାପରେ କଣ ଅନନ୍ତ ଦୂର ଆଉ ସି ମଧ୍ୟରେ ବୁଝିଲ ନାଇଁ। ତାପରେ ଏଇଥିଲା ସି ଅନନ୍ତ ଦୂର ତ ଜାଣିଛ ବହୁତ ଦୂରରେ ତାହେଲେ ଯଦି ଗୋଟେ ବସ୍ତୁର ପୋଜିସନ କୁ ଅନନ୍ତ ଦୂର ସି ବା ସି ପରେ ରଖାଯିବ ଅନନ୍ତ ଦୂର ସି ମଧ୍ୟରେ ଲେଖିପାରିବ ନଚେତ ସି ପରେ ବୁଝିଲେ ଫାର ଫ୍ରମ ଦ କଣ ସେଣ୍ଟର ଅଫ କର୍ଭେଚର ବୁଝିଲ ନାଇଁ। ତାହେଲେ ସେଣ୍ଟର ଅଫ କର୍ଭେଚର ଠାରୁ ଯେତେବେଳେ ଦୂରରେ ଦେଖିବ କୌଣସି ବସ୍ତୁ ଅନନ୍ତ ଦୂର ନୁହଁ
ତା ଅନନ୍ତ ଦୂର ଆଉ ସେଣ୍ଟର ଅଫ କର୍ଭେଚର ମାନେ ବିଟୱିନ୍ ଦେମ୍ ହେଲା। ଯଦି ତାଙ୍କ ମଝିରେ ରଖିଲା ପରେ କଣ ହବ ଇମେଜ କୋଉଠି ଫର୍ମେସନ ହଉଛି ଦେଖ। ତ ଫାଷ୍ଟ କଣ କହିଥିଲି ପୋଲ ପାଖରେ ସରି କୋଉଠି ପୋଲ ପାଖରେ ନୁହଁ ଫାଷ୍ଟ କଣ କହିଥିଲି ଫୋକସ ପାଖରେ। ତାପରେ ଦେଖ ଏମିତି କ୍ରମାନ୍ୱୟରେ ଚାଲ ଫାଷ୍ଟ କୋଉଠି ଆସିବ କହିଲ ତାପରେ କୋଉଠି ଆସିବ ପୋଜିସନ କହିଲ ସି ଆଉ ଏଫ ମଝିରେ ଆସିବ କୋଉଠି ଆସିବ ସି ଆଉ ମଝିରେ ଆସିବ। ଥାର୍ଡ ପୋଜିସନ କୋଉଠି ଆସିବ କହିଲ ସି ପାଖରେ। ଫୋର୍ଥ ପୋଜିସନ କୋଉଠି ଆସିବ କହିଲ ସି ପରେ। ତାପରେ ଫିଫ୍ଥ ପୋଜିସନ କୋଉଠି ଆସିବ କହିଲ ବାହାରେ ଆସିବ ମାନେ ସି ଠାରୁ ପୁରା ଦୂରରେ ପୁରା ଆସିବ ଅନନ୍ତ ଦୂରରେ ଆସିବ। ତା ସିକ୍ସ ପୋଜିସନ କୁ ଛାଡ ଆପଣ ପଛପଟେ ବୁଝିପାରିଲ ନା ବୁଝିପାରିଲନି। କିନ୍ତୁ ଏଇଟା କୋଉ ଡିଷ୍ଟାନ୍ସ ଏ ଯୋଉ ପଛପଟେ ଆଗପଟେ ଯୋଉ କହୁଥିଲି ଏଇଟା କଣ କହିଲି ନା ଇମେଜ ଡିଷ୍ଟାନ୍ସ କହିଲି ବା ଇମେଜ ପ୍ଲେସ କହିଲି ବୁଝିଲ ନା ନାଇଁ। ତାପରେ ଅବଜେକ୍ଟ ପ୍ଲେସ କୋଉଠି ହବ ପ୍ରଥମେ ରଖିଲି କଣ ଅନନ୍ତ ଦୂରରେ। ତାପରେ ଟିକେ ମୁଁ ପାଖକୁ ନେଇ ଆସିଲି ମାନେ ସି ଆଉ ଅନନ୍ତର ମଝିରେ। ତାପରେ ଅବଜେକ୍ଟ କୋଉଠି ନେଇ ଆସିବି ସି ପାଖକୁ ନେଇ ଆସିବି। ତାପରେ କୋଉଠି ନେଇ ଆସିବି ସି ଆଉ ଏଫ ମଝିକୁ ନେଇ ଆସିବି। ତାପରେ କୋଉଠି ନେଇ ଆସିବି ଏଫ ପାଖରେ ନେଇ ଆସିବି। ତାପରେ କୋଉଠି ନେଇ ଆସିବି ଏଫ ଆଉ ପି ମଝିରେ ଆଣିପାରିବି। ବୁଝିପାରିଲ ନା ନାଇଁ। ତାହେଲେ ତମକୁ ଯେମିତି କୋଶ୍ଚିନ୍ ପଚରାଯିବ ତମେ ଏଇଭଳିଆ ଟେକ୍ନିକରେ ମନେ ରଖିପାରିବ ନା ମନେ ରଖିପାରିବନି। ତାହେଲେ ଦେଖ ଇଏ ସବୁ ଅବଜେକ୍ଟର ଲୋକେସନ। ଫାଷ୍ଟ ରଖାହେଲା ସୂର୍ଯ୍ୟ ଅନନ୍ତ ଦୂରରେ ଥିଲା। ଦେଖ ଆଉ ଥରେ କହିଦଉଛି ତମକୁ ସୂର୍ଯ୍ୟ ଥିଲା ଅନନ୍ତ ଦୂରରେ। ତାପରେ କଣ ସୂର୍ଯ୍ୟ ହେଲା ଅନନ୍ତ ଦୂରରେ ଅଛନ୍ତି ଏଠି ହେଲା ସି ଅନନ୍ତ ଦୂର ସି ମଝିରେ ଯଦି ବସ୍ତୁ ରଖିବ କୋଉଠି ଆସିବ ସିଏ ନା ଇମେଜ ଟା କୋଉଠି ଆସିବ ଦେଖ। ଫାଷ୍ଟ ଏପଟୁ ଆସିଲା ବେଳକୁ ଏପଟୁ କଣ ଆଗକୁ ଆଗକୁ ଯିବ ଫାଷ୍ଟ ଆସିଲା ଫାଷ୍ଟ ପୋଜିସନ ଟା କୋଉଠି ଆସିଲା ଏଫ ପାଖରେ। ଏ ପାଖରେ ଆସିଲା ପରେ କୋଉଠି ଆସିବ ଅବଜେକ୍ଟ ସରି ଇମେଜ ଟା କୋଉଠି ଆସିଲା ଏଫ ପାଖରେ। ତାପରେ କୋଉଠି ଆସିବ ଏଇଟା ହେଲା କଣ ଇମେଜ ହେଲା ଆଇଏମଜି। ଏଇଟା ସେକେଣ୍ଡ ଆସିଲା କୋଉଠି ଏଫ ଆଉ ସି ମଝିରେ। ଥାର୍ଡ କୋଉଠି ଆସିବ ସି ପାଖରେ। ଫୋର କୋଉଠି ଆସିବ ସି ପରେ ବା ସି ଠାରୁ ଦୂରରେ। ଫିଫ୍ଥ ରେ କୋଉଠି ଆସିବ ଅନନ୍ତ ଦୂରରେ। ସିକ୍ସ ରେ କୋଉଠି ଆସିବ ଆ ପରେ କଣ ସେଇଟା ସବୁ ଇଏ ସବୁ ଇମେଜ ପୋଜିସନ କଥା କହୁଛି ମୁଁ ଇମେଜ ପ୍ଲେସ କଥା କହୁଛି। ପିଲାମାନେ ବୁଝିପାରିଲେ ନା ନାଇଁ। ଏଇପରି ଭାବରେ ଏଇଟା ଟୋଟାଲ ଟା ଫିଲଅପ କରାଯାଇ ପାରିବ। ଦେଖ ମୁଁ ତମକୁ ଗୋଟାଏ କଥା ମାନେ କଣ ପ୍ରଥମ ପୋଜିସନ ଟା ତମକୁ ବୁଝେଇ ଦେଇଛି ସେକେଣ୍ଡ ପୋଜିସନ ଟା ବୁଝଉଛି। ଦେଖ ଏଇଟା ଗୋଟେ କୋଉ ଏଇଟା କୋଉ ମିରର ନା ବାହାର ପଟେ ଦେଖ କଲର କରାହେଇଛି। କଣ କରାହେଇଛି ବାହାର ପଟେ। ବାହାର ପଟେ ହେଲା ମାନେ ଏଇଟା କଣ ଏଇଟା କନକେଭ ନା କନଭେକ୍ସ। ଏଇଟା ହେଲା କନକେଭ। ଏଇଟା କଣ କନକେଭ ଏଇଟା କଣ କନକେଭ। କନକେଭ ହେଲା ଏଇଟା କଣ ନା ପି ଏଇଟା କଣ ପି ଏ ଏଇଟା କଣ ସି ଏଇଟା କଣ ଏଫ। ଏ ଯୋଉ ଡିଫରେଣ୍ଟ ଲୋକେସନ ଏଇଟା ସବୁ ଷ୍ଟାର୍ଟିଂ କହିଥିଲି ତମେ ସମସ୍ତେ ମନେ ରଖିଥିବ। ହେଲା ତାପରେ ଦେଖ ମୁଁ କହିଥିଲି କଣ ପ୍ରଥମେ ଇନଫାନାଇଟ ପ୍ଲେସ ଥିଲା। ତାପରେ କଣ ହେଲା ଇନଫାନାଇଟ ଠାରୁ କଣ ହେଲା ସି ମଝିରେ ତ ସପୋଜ ମୁଁ ଏଇଠି ରଖିଛି। ତାହେଲେ କଣ ହବ ଏଇଠୁ ଗୋଟେ ଆଲୋକ ରଶ୍ମି ଏମିତି ଗଲା। ଏଇଟା ତ ଅବଜେକ୍ଟ ନା ଏଇଠୁ ଗୋଟେ ରଶ୍ମି ଆଲୋକ ବୁଝିଲ ନା ନାଇଁ। ଆଲୋକ ରଶ୍ମିଟା ଗଲା କୋଉଠି ପଡିଲା ପ୍ଲେନ ସରଫେସ ଉପରେ ପଡିଲା। କାହାର ପ୍ଲେନ ସରଫେସ ଉପରେ ପଡିଲା ନାଇଁ ଯୋଉ କନକେଭ ମିରର ପ୍ଲେନ ସରଫେସ ଏଇପଟେ ଯୋଉ ପଟେ କଲର ଦିଆ ହେଇନି ଅପୋଜିଟ ସାଇଡ ରେ ପଡିଲା। ପଡିଲା ପରେ କଣ ହବ ଆମେ ସମସ୍ତେ ଜାଣିଛେ ଆଲୋକ ପଡିଲା ପରେ ରିଫ୍ଲେକ୍ସନ ହବ। ରିଫ୍ଲେକ୍ସନ ହେଲା ପରେ କଣ ହବ ନା ଗୋଟେ ଆଲୋକ ରଶ୍ମି ଏମିତି ଏଫ ଦେଇକି ଯିବ। ମୁଁ କହିନି ମୁଁ କଣ କହିଥିଲି ଯେତେ ସବୁ ରହିଛି ଦେଖ ଯେତେ ସବୁ ଆଲୋକ ରଶ୍ମି ଦେଇଛି ଯୋଉଠି ଦୁଇଟି ଦେଖ ପରୀକ୍ଷାରେ ଏମିତି ବି କୋଶ୍ଚିନ ଆସିବ ଏକ୍ସାମ ରେ ଯେ କେତେବେଳେ ଗୋଟେ ଇମେଜ ଫର୍ମେସନ କରାଯାଇ ପାରିବ ଯେତେବେଳେ ଗୋଟେ ଅବଜେକ୍ଟ ଦୁଇଟି ବିମ୍ ଅଫ ରେ ଆସି କଣ କରିବ ସରଫେସ ଉପରେ ପଡିକି ଇଣ୍ଟରସେକ୍ଟ କରିବ ସେତିକି ବେଳେ ହବ। ତାହେଲେ ଗୋଟେରେ ତ କେବେ ଇମେଜ ଫର୍ମେସନ ହେଇପାରିବନି। ତାହେଲେ ଆଉ ଗୋଟେ ବିମ୍ ଅଫ ଲାଇଟ କଣ କରିବ ନା ଦେଖ ମନେକର ଏଇଠି ରହିଛି ଏମିତି ସେଣ୍ଟର ଦେଇଗଲା କୋଉଠି ପଡିବ ଏଇଠି ପଡିଲା କୋଉଠି କନକେଭ ମିରର ଉପରେ ପଡିଲା। ତାପରେ କଣ କରିବ ସେ ଫେରିଆସିବ। ଫେରିଆସିବ ଯୋଉ ଦିଗରେ ଯିବ ଯୋଉ ଡିରେକ୍ସନ ଯିବ ସେଇ ଡିରେକ୍ସନ କଣ ହବ ଫେରିଆସିବ। ଏଇଟା ଏଇ ଡିରେକ୍ସନ ଗଲା ଏଇ ଡିରେକ୍ସନ କଣ ହେଲା ଫେରିଆସିଲା। ଯୋଉଠି ପରସ୍ପରକୁ ଇଣ୍ଟରସେକ୍ଟ କଲା ସେଇଠି ହେଲା କଣ ଏଇଟା କଣ ଫର୍ମେସନ ହବ ତମର ଇମେଜ ନା ଅବଜେକ୍ଟ ଏଇଟା ହେଲା ଇମେଜ। କାରଣ କଣ ପାଇଁ ଇମେଜ ହେଲା ନା ଏଠି ବା ତମେ ଅବଜେକ୍ଟ ରଖିଥିଲ କଣ ଅବଜେକ୍ଟ ସବୁଠି ଲେଖିବ ନା କଣ ଏଇଟା ଅବଜେକ୍ଟ ଏଠି ଇମେଜ ବୁଝିପାରିଲ ନା ନାଇଁ। ତାହେଲେ ମୁଁ କଣ କହିଥିଲି ଦେଖ ସେପଟେ ଯେତେବେଳେ ଦୂରରେ ରଖିଥିଲା ଦୂରରୁ ଟିକେ ପାଖକୁ ଆଣିଲ। ତାର ପାଖକୁ ଆଣିଲେ ଫାଷ୍ଟ କହୁଥିଲା ଏ ପଟେ ରହିଥିଲା ତାପରେ ସି ଆଉ ଏଫ ମଝିରେ ଆସିଲା। ତାପରେ ଦେଖ ଏଗେନ ଦେଖିବା ଆମେ ଏଗେନ କଣ ଦେଖିବା ଦେଖ ତାପରେ ଦେଖ ଏଇଟା କଣ ହେଇଗଲା ତାହେଲେ ଯେତେବେଳେ ସାଇଜ ଭିତରେ କମ୍ପେୟାର କରିବା ପ୍ରଥମେ କଣ ଥିଲା ଅବଜେକ୍ଟ ଡିଷ୍ଟାନ୍ସ ଲେଖୁଥିଲେ ସରି ଅବଜେକ୍ଟ ପୋଜିସନ ଲେଖୁଥିଲେ ବା ଅବଜେକ୍ଟ ପ୍ଲେସ ଲେଖୁଥିଲେ କୋଉଠି ହେଲା ବିଟୱିନ ସି ଆଣ୍ଡ କଣ ସରି ବିଟୱିନ ଇନଫିନିଟି ଆଉ କଣ ସି ମଧ୍ୟରେ ବୁଝିଲ ନା ନାଇଁ। ବିଟୱିନ ଇନଫିନିଟି ଆଉ କଣ ସି ମଝିରେ ହେଲା କଣ ଅବଜେକ୍ଟ ପ୍ଲେସ। ତାର ଇମେଜ ପ୍ଲେସ କେମିତି ହବ ଇମେଜ ପ୍ଲେସ କେମିତି ହବ ନା ଇମେଜ ପ୍ଲେସ ଆମେ ସବୁ ଜାଣିଛେ କୋଉଠି ହେଲା ବିଟୱିନ ସି ଆଣ୍ଡ କଣ ସି ଆଣ୍ଡ ଏଫ ଏଠି ହେଲା। ତାପରେ ଦେଖିବା ବହୁତ ଏଇଟା ଦେଖ ବହୁତ ଛୋଟ ହେଇଛି କି ସେଟା ବିନ୍ଦୁ ସମୟ ଥିଲା ଟିକେ ବଡ ହେଇଛି। ସେଟା କେବଳ ଓନ୍ଲି ଛୋଟିଆ ଲେଖା ହବ ବୁଝିଲ ହେଲା। ତାପରେ କଣ କମ୍ପେୟାର କରାହବ ବୁଝିଲ ନାଇଁ। ତାପରେ କମ୍ପେୟାର କରାହେଲା ବହୁତ କେବଳ ହେଲା କଣ କ୍ଷୁଦ୍ର ହବ ବା ଛୋଟ ହବ। ତାପରେ ଦେଖ କଣ କରିବି ଏଟା ନେଚର ଲେଖୁଥିଲେ କଣ ଲେଖୁଥିଲେ ନେଚର। ନେଚରରେ କଣ ଲେଖିବି କହିଲ ନେଚର କଣ ହେଲା ତଳେ ଆସିଲାଣି ଦେଖ ଏଟା ପ୍ରିନ୍ସିପାଲ ଆକ୍ସିସ। ପ୍ରିନ୍ସିପାଲ ଆକ୍ସିସ ର ଉପରକୁ ଆଇଲେ କଣ ହେଇଯିବ ସଳକ ହେଇଯିବ। ପ୍ରିନ୍ସିପାଲ ଆକ୍ସିସ ତଳକୁ ଆସିଲେ କଣ ଓଲଟା ହବ। ଆଉ କଣ ଏଇଟା କଣ ଯେହେତୁ ମିରର ଭିତରେ ପଡିଛି କି ମିରର ବାହାରକୁ ପଳେଇଛି ତେଣୁ ଏଇଟା ଧରା ଯାଇପାରିବ। ଏଇଟା କଣ ହବ ନେଚର ହେଲା କଣ ବାସ୍ତବ। ବାସ୍ତବକୁ କୁହନ୍ତି ରିଅଲ କହନ୍ତି ଇଂଲିଶ ରେ। ତାପରେ ଏଇଟା ଓଲଟାକୁ କୁହନ୍ତି ଇନଭର୍ଟେଡ ହେଲା ଇନଭର୍ଟେଡ ବୁଝିଲ ନା ନାଇଁ। ଏଇଟା କଣ ହେଲା ରିଅଲ ଆଣ୍ଡ ଇନଭର୍ଟେଡ ହେଇଗଲା ସେକେଣ୍ଡ ପୋଜିସନ।
तापर एबे कौन पढ़िया थर्ड टा पढ़िबा देखो थर्ड टा कौन करूची थर्ड टा केमती होची प्रथम कौन करिया सेमती गोटे कौन करदेली एटा हला को मिरर हो गला एटा तमर गोटे हो गला को मिरर एटा कनकेव मिरर एटा को मिरर हला कनकेव मिरर बुझले कनकेव हला कनकेव मिरर एटा हला कोन तमर पी एटा कोन तमर पी पी ए पी माने कोन प्रिंसिपल एक्सिस एटा कोन सेंटर ऑफ कर्वेचर एटा कोन एफ ताले कौन करबा हमें ना प्रथमे देखो केमती इश्यू करबा मु कहितली पोजीशन हमें कोन ऑब्जेक्ट रो पोजीशन कोन था गोटे इनफिनिटी सरी जाईची तापर सी बिटवीन इनफिनिटी कोन सी मध्ये सरी एबे वर्तमान ऑब्जेक्ट को रखबा ना सी ऊपर रखबा कोन रखबा सी ऊपर रखबा सी ऊपर रखला पर कोन हम कहलो देखिबा एतिर पुणी सेमती दुईटी रश्मि नबा गोटे रश्मि कोठी नेबी एठी कि नेबी हला तापर आ गोटे रश्मि कोन करबी देखो केमती करछि गोटे ए रश्मि जतले पडिबो जाई मिरर ऊपर जतले रिफ्लेक्ट करबो ना करबो कला तापर आ गोटे कोन हबो ना एमती गोटे रश्मि सेपटे गला आ गोटे रश्मि कोन जीवो सेई फोकस बिंदु दे जीवो फोकस बिंदु गला परे कोन हि जीवो देखो हला यो एति बंका हेला हातरे करछि ना तेन पर एति बंका हे जीवो देखो जोठी ऑब्जेक्ट थला तार विपरीत बा उल्टा है कि सेई ठारे ही इमेज हबो ऊपर थला कोन ऑब्जेक्ट कोड थला ऑब्जेक्ट ना सी ठारे थला ऑब्जेक्ट आ इमेज कोड इनफॉरमेशन है सेई सी ठारे है बुझ पाला ना बुझ पाला नहीं ताले परीक्षा रे एमती क्वेश्चन पड़िबो ऑब्जेक्ट आ इमेज रे पोजीशन इक्वल हबो कोठा रखले एमती गोटे पोजीशन बाहर कर ठीक कर जोठी कोन हे परिबो ऑब्जेक्ट आ इमेज रे कोन प्लेस ता गोटी हबो ताले सेटा कोन हला ना सी सेंटर ऑफ कर्वेचर सी सेंटर ऑफ कर्वेचर कहले कोन पूछो ना एई गोटा जानि गोटे स्फेरिकल मिरर गोटे पार्ट ताले से स्फेरिकल मिरर गोटे सेंटर थबो ना नहीं सेई सेंटर ता ताले जानि परनी ताले देखो कोन हेची ना एई कोन गला एटा इंसिडेंट रे गला एठी पड़ला कोन मिरर ऊपर पड़ला मिरर ऊपर कल्ला और कोन रिफ्लेक्ट हबो एठी सेमती गला तापर कोन सी रिफ्लेक्ट हेची तो जेंति आसी कि जोटी इंटरसेक्ट करियो मु कहतले रिफ्लेक्टेड रे बुझला नहीं हला रिफ्लेक्टेड रे जोटी कोन करिवो इंटरसेक्ट करिवो से गोटा कथा कोन कहजिवो सेई ठारे ही इमेज हमर फॉर्मेशन हो सेई पई एटा हला कोन इमेज एटा हला कोन ऑब्जेक्ट तापर कोन आमे लिखिबा फर्स्ट कोन थला ऑब्जेक्ट प्लेस कोड लिखा हबो ना सी आर्ट सी आर्ट सी आर्ट आर्ट सी बुझला नहीं तापर इमेज कोन ला इमेज प्लेस कोन हबो सेमती आर्ट सी हबो तापर कोन होला मु कहली कंपेयर करथले हला बिटवीन द इमेज एंड ऑब्जेक्ट फिर कोन होला इक्वल साइज बुझना बुझनो समान हो इक्वल साइज हो हाइट ऑफ ऑब्जेक्ट एंड हाइट ऑफ इमेज आर कोन इक्वल बुझना बुझनो तापर कोन आसला नेचर नेचर कोन हो कहलो एटा देखो धरि परिबो ना धरि परिबो जेहेतु मिरर कोन फॉर्मेशन जे बाहर तन कर धरि परिबो ताले एटा कोन कहजे धरि पले माने वास्तव वास्तव कोन कहते रियल कहते उल्टा है हम तो प्रिंसिपल एक्सिस तळो बसले कोन हबो इन्वर्टेड आसीबो ताले कोन हेला एटा इन्वर्टेड हे गेला बुझि पालना बुझि पालनी तारे एटा कोन सरला तमरो केतन क्वेश्चन प्रथम क्वेश्चन द्वितीय क्वेश्चन तृतीय क्वेश्चन सरला तीनटा क्वेश्चन हैला आ तीनटा क्वेश्चन हैला देखो नेक्स्ट कोन करबा नेक्स्ट देखो नेक्स्ट कोन करबा आ देखो तापर कोन करबा तापर कोन फोर्थ क्वेश्चन एमती आउ थरे कर दोची गोटे सेई को मिरर एटा हला ना कोन देसे ना कोन केबे एटा कोन केबे बुझे कोन पई ना आउटर लेयर कोन कराइछि इन कराइछि बुझले नहीं तापर देखो एटा कोन प्रिंसिपल एक्सिस एटा कोन प्रिंसिपल एक्सिस एटा कोन पी एटा कोन सी एटा कोन एफ तापर मु ऑब्जेक्ट डिस्टेंस को पर्यंत नै आछि ना सी पर्यंत सी पर कोठी आसीबो सी आ एफ मध्ये आसीबो कोठी आसीबो सी आ एफ मध्ये आसीबो एठु गोटा अलग रश्मि दीटा अलग रश्मि तापर कोठी इमेज फॉर्मेशन करिया पे हला जे गोटे अलग रश्मि गला कोठी पड़ला से प्लेन में ये कोन एटा हला कोन कनकेव मिरर बुझलनी कनकेव मिरर ऊपर पड़ला सरफेस रे पड़ला तापर कोन लाइट रिफ्लेक्शन हबो लाइट रिफ्लेक्शन हैला पर कोन हबो जानसरा जाननो तापर देखो लाइट रिफ्लेक्शन हैला पर माने कोन हबो ना एम तिसी बसे बुझि पाइलो ना बुझि पाइलो नी बुझि पाइलो ना बुझि पाइलो नी बुझि पाइलो हैला तापर कोन हबो देखो आ गोटे अलग रश्मि एमती जीवो तापर कोन हबो एइट छेद करबो माने सी परे हैला जोटी छेद करबो सेइटी ही कोन हबो इमेज फॉर्मेशन हबो एटा कोन ऑब्जेक्ट एटा कोन हला इमेज बुझिना नहीं देखलो ताले ऑब्जेक्ट प्लेस लिखा पथे ऑब्जेक्ट प्लेस कोठी हला बिटवीन सी एंड कोन एफ बुझिना सी एंड एफ मध्ये हला ताले इमेज प्लेस कोठी रहला सी थारु कोन माने से लेटर सी बुझिना नहीं सी परे हला लेटर सी हला लेटर सी तापर कोन हला तापर देखो कंपेयर करिया दी जण मसे से कोन हला मैक्सिमम हला साइज एज कंपेयर टू कोन ऑब्जेक्ट साइज ऑफ इमेज हला बड़ हला काठरू ऑब्जेक्ट थारु बुझिना नहीं तन करी कोन हबो बिग साइज हला बुझिना नहीं बड़ साइज हला तापर देखो तापर कोन हेची ना नेचर पडिवा नेचर रे कोन हला नेचर कोन हला देखलो एटा सेही भी धरि हबो ना धरि हबो धरि हबो ताले कोन रियल तापर कोन हबो
रियल पर कौन आसीबो हरी मते कहलो रियल आउ कौन कहलो तार उल्टा आसिला उल्टा को मते इंग्लिश रे इन्वर्टेड कहंदी कौन कहंदी इन्वर्टेड कहंदी बुझि पाला बुझि पाइलानी तापर देखो नेक्स्ट टा देखिबा नेक्स्ट टा देखिलो नेक्स्ट टा देखो नेक्स्ट कौन पोजीशन आउ जोड़े पोजीशन होला बुझा नहीं जोड़े पोजीशन कौन कौन हला एटा कौन कर देली तमरो कनकेव मिरर कर देली एटा कौन पोल एटा कौन प्रिंसिपल प्रिंसिपल एक्सिस एटा कौन सी एटा कौन एफ ताले कोड रखितली एने वर्तमान कोड रखितली ए पाकर रखितली बुझेना बुझेनु एट रखितली कोड रखितली तमरो एफ पाकर रखितली ए पाकर रखितली ना ए पाकर रखितली हला एफ पूर्व रखितली सी और एफ मजे रखितली ऑब्जेक्ट तापर ए पाकर रखिले कोन हबो देखो गोटे इमेज केमदी फॉर्मेशन होची एठी कोन हला ऑब्जेक्ट रखाला तार ऑब्जेक्ट र किछि रश्मि कोन हबो ना एमती जीव आउ एमती कौन जीव फेरी आसो ये पोल है फेरी आसो आउ गोटे रश्मि कौन हम एमती जीव जीव ये गला कौन हम जो दिगरे जीव से दिगरे पुणी फेरी आसो एमती जीव सी है एमती जीव आउ एमाने छेद करेंगे है एमाने छेद करेंगे अनंत दूर हो बुझा कौन हो अनंत हो ऑब्जेक्ट प्लेस कोड रहा एफ इमेज प्लेस कोड है इनफाइनाइट कौन होगा तापर कौन कहते कंपेयर कले कौन हम कौन मैक्सिमम हो गला बड़ साइज साइज कंपेयर करा ऑब्जेक्ट इमेज कौन मैक्सिमम है तापर कौन है एटा कौन हम नेचर कौन हो ना से कोड रही ना कौन तले पटे आसो ना कौन होटा रियल हो रियल आने कौन इनवर्टेड है इनवर्टेड आसपर फिक्स पोजिशन सरला तापर देखो सिक्स पोजिशन में कौन करवा देखो सिक्स पोजिशन में कौन करवा सिक्स पोजिशन में बहुत सहज सिक्स पोजिशन में कौन कर देखो सिक्स पोजिशन में कौन करा कोड रखा ऑब्जेक्ट कोड रखा एटा थला कौन एफ एटा थला कौन पी आउ एटा थला कौन सी एबे ऑब्जेक्ट रखा एफ आउ पी मझिरे एफ पी मझिरे रखला पर कौन हबो ना ऑब्जेक्ट गोटे अलग रश्मि कौन जो एमिति जीव एमिति गला पर एटा एमिति जीव हैला एमिति आड़े फेरी पड़िबो एई एलोकेशन जास्पारे एमिति जीव हैला एमिति सॉरी सॉरी एटा केमिति जीव एमिति गला एटा एमिति जीव बुझेना बुझिरनी तापर कौन हबो तापर कौन हबो तापर देखो एटा को आड़े फेरी जीव हैला तापर आ गोटे अलग रश्मि केमिति जीव एमिति जाई कि आड़े जीव एटा को आड़े छेद करियो बुझिरा बुझिरा आड़े गला पर कौन छेद करियो ताले एठी हम फॉर्मेशन हबो कौन हबो ना इमेज फॉर्मेशन हबो कौन हबो इमेज फॉर्मेशन हबो ताले एटा कौन हो ऑब्जेक्ट प्लेस कोड हेला एफ एंड कौन हला पी मझरे इमेज कोड फॉर्मेशन हला अपन पछ पटे बुझिरा नहीं तापर हला कौन कंपेयर कले कौन हबो कंपेयर कले कौन हबो एटा कौन बड़ टिके हला बुझिरा नहीं टिके बड़ हला तापर कौन हला तापर देखो एटा कौन हला मु कहथि प्रिंसिपल एक्सिस ऊपर आइछि माने कौन हिजो एटा हिजो कौन हिजो इन्वर्टेड ना नहीं इन्वर्टेड नुहे बुझे सड़क आसो बुझा नहीं कौन हो सड़क आसला आउ धरी पारनी ना धरी पारनी कौन दर्पण भितर ही आसी बुझे बुझे दर्पण पछपटे ही आसी केमी धरी पार आपको धरा जाई पारे कौन हम यहाँ कहल भर्चुआल एंड इरेक्ट है कौन हो भर्चुआल एंड कौन कर इरेक्ट कर कौन कर इरेक्ट आईआर इसीटी है बुझे बुझे तापर देख आज देख टेबुल टाक संक्षिप्त आउ थे तुम कहीदे टेबुल केतेटा पोजिशन था तुमको कही केतेटा पोजिशन था ना 6टा पोजिशन था बुझे नहीं केतेटा कली 2 3 4 5 ये कौन 6 बुझे नहीं गोटे था कौन ऑब्जेक्ट प्लेस आउट था कौन इमेज प्लेस आउट था कौन कंपेयर कराला आउटे कौन था नेचर लिखा यहाँ कौन ऑब्जेक्ट प्लेस यहाँ कौन इमेज प्लेस यहाँ कौन कर कंपेयर कराला बिटवीन द इमेज तापर यहाँ कौन था नेचर संपर्क लिखा कौन करा नेचर संपर्क ऑब्जेक्ट प्लेस कोड था प्रथम इनफाइनाइट तापर कौन था इनफाइनाइट एंड कौन था सी बुझे नहीं सी मझे तापर सी ठारे तापर कौन था सी एंड कौन आ गोटे एफ मझे तापर एफ ऊपर तापर एफ एंड कौन एफ बिटवीन एफ एंड कौन पी मझे तापर यहाँ इनफाइनाइट कोड आसला एफ टे आसला ताले आउ ये कौन था सी एंड कौन सी एंड सॉरी एफ एंड सी मध्य आसला एफ एंड कौन सी मध्य आसला तापर एटा कौन था सी पाखरे होतला एटा कौन सी परे आसला बुझे लैटर फॉर्म कौन सी रा परे आसला हला तापर एटा कौन हिसला सी परे परे आसला कौन हिसला से लास्ट एटा हला कौन अनंत दूर इनफाइनाइट आसला तापर एटा कौन दर्पण पछ पटे आसला कौन आउटसाइड ऑफ मिरर बुझे आउटसाइड ना भीतर पटे भीतर आसला हला बुझे नहीं पछ पटे आसला तापर कंपेयर कले हितला कौन था बहुत छोट होइतला अत्यंत क्षुद्र क्षुद्र बुझे टिनी पूरा हितला बुझे नहीं है पूरा मिनिमाइज होता टिके को छोट होता बुझला नहीं
ଏଇଟା ଟିକେ ନଉ ଛୋଟ ହେଇଥିଲା ଏଇଟା କଣ ହେଇଥିଲା ସମାନ ସେଇ ପାଖରେ ଯେତେବେଳେ ଅବଜେକ୍ଟ ଥିବ ଇମେଜ ବି ସେଇ ପାଖରେ ଫର୍ମେସନ ହେବ ସେଟା ଇକ୍ୱାଲ ହାଇଟ୍ ହେଇଯିବ ତାପରେ ଏଟା କଣ ସାମାନ୍ୟ ବଡ ହେଇଥିଲା ଏଇଟା ଅତ୍ୟନ୍ତ ବଡ ହେଇଥିଲା ଏଇଟା ସାମାନ୍ୟ ବଡ ହେଇଥିଲା ବୁଝିଲ ନେଚର କଣ ଥିଲା ପ୍ରଥମ ନେଚର ଟା ମୁଁ କହିଦେଇଥିଲି ତମକୁ ପଛରେ ମନେ ପକା ଶୁଣିଥିଲ ପ୍ରଥମ ନେଚର କଣ ଥିଲା ଧରି ପାରୁଥିଲା ଧରି ପାରିବାକୁ କଣ ବାସ୍ତବ କୁହନ୍ତି ଯାହାକୁ କଣ କହନ୍ତି ରିଅଲ କୁହନ୍ତି ଆଉ କଣ କହନ୍ତି ଇନଭର୍ଟେଡ କଣ ପ୍ରିନ୍ସିପାଲ ଆସି ତଳେ ଥିଲା ସେଥିପାଇଁ ରିଅଲ ଇନଭର୍ଟେଡ ଏଇଟା ସେ ରିଅଲ ଇନଭର୍ଟେଡ ଏଇଟା ସେଇ ରିଅଲ ଇନଭର୍ଟେଡ ଏଇଟା ବି ସେଇ କଣ ରିଅଲ ଆଉ କଣ ଇନଭର୍ଟେଡ ଏଇଟା ସେଇ ରିଅଲ ଆଉ ଇନଭର୍ଟେଡ ଶେଷଟା କିନ୍ତୁ ଭର୍ଚୁଆଲ ଆଣ୍ଡ କଣ ଇରେକ୍ଟେଡ ବୁଝିପାରିଲନି ତାହେଲେ ତମେ କଣ କରିବ ନା ଫାଷ୍ଟ ପାଞ୍ଚଟା ପୋଜିସନ କଣ ଥିଲା ଇକ୍ୱାଲ ଥିଲା ଲାଷ୍ଟ ପୋଜିସନ କେବଳ ଅଲଗା ଥିଲା ଜାଣିପାରିଲେ ନାହିଁ ତାହେଲେ ଶେଷ ପର୍ଯ୍ୟନ୍ତ ଭିଡିଓ ଦେଖିଥିବାରୁ ଧନ୍ୟବାଦ ସମସ୍ତଙ୍କୁ ଏହିପରି ଭାବରେ ଆମେ ନେକ୍ସଟ କ୍ଲାସ ମଧ୍ୟ ଆସିବ ଗୋଟେ ପରେ ଗୋଟେ ଆଜି ଲେକ୍ଚର ନମ୍ବର ଫାଷ୍ଟ ଥିଲା କିଛି ତମକୁ ବୁଝାଯାଇଛି ତମକୁ କେମିତି ଲାଗିଲା ନିଜର ମତାମତ ମଧ୍ୟ କମେଣ୍ଟ ବକ୍ସରେ ଜଣେଇବ ନେକ୍ସଟ କ୍ଲାସରେ ତମର କଣ ପାଇଁ ହେଇଯିବ ନା କନକେଭରେ ସରିଲା ଆମର ଆଜି କନଭେକ୍ସ ଆସିବ ତାପରେ ଆସିବ କଣ ଆସିବ ତାପରେ ମିରର ଫର୍ମୁଲା ଆସିବ ତାର ମ୍ୟାଗ୍ନିଫିକେସନ ଆସିବ ବୁଝିଲେ କଣ କଣ ପଢେଇବି ନେକ୍ସଟ କ୍ଲାସରେ ତମକୁ କହିଦଉଛି ଆଜିର କ୍ଲାସ ହେଲା ସମସ୍ତେ ଆସିବ ନିଶ୍ଚିତ ହେଲା କ୍ଲାସରେ ଜଏନ କରିବ ଦେଖିବ ସେ ରେଗୁଲାରଲି ତମକୁ ଏଇ ଚ୍ୟାନେଲ ମାଧ୍ୟମରେ ଭିଡିଓ ଉପଲବ୍ଧ କରାଯିବ ହେଲା କାଲି କଣ ପଢିବା ନା କନଭେକ୍ସ ପଢିବା କନଭେକ୍ସ ମିରର ପଢିବା ବୁଝିଲେନି କନଭେକ୍ସ ମିରର ପଢିବା ଦୁଇରେ କଣ ପଢିବା ମିରର ଫର୍ମୁଲା ପଢିବା କଣ ପଢିବା ମିରର ଫର୍ମୁଲା ପଢିବା ତାପରେ ଗୋଟେ ହବ ଯଦି ନ୍ୟୁମେରିକାଲ କେମିତି କରାଯିବ ନ୍ୟୁମେରିକାଲ ବି କିଛିଟା କୁହାଯିବ ହେଲା ନ୍ୟୁମେରିକାଲ ବି ମଧ୍ୟ କାଲି କୁହାଯିବ ଏଇଟା ହେଲା 3 ନମ୍ବର 4 ନମ୍ବରରେ ପଢାଯିବ କଣ ପଢାଯିବ କହିଲ ତାର ମ୍ୟାଗ୍ନିଫିକେସନ ପଢାଯିବ କଣ ପଢାଯିବ ମ୍ୟାଗ୍ନିଫିକେସନ ତାପରେ 5 ନମ୍ବରରେ କଣ ପଢାଯିବ କହିଲ ତାପରେ ଲେନ୍ସ ପଢାଯିବ ହେଲା ଲେନ୍ସ ପଢାଯିବ ବୁଝିଲ ନାଇଁ ଲେନ୍ସ ପଢାଯିବ ତାପରେ ଟାଇପ୍ସ ଅଫ ଲେନ୍ସ ପଢାଯିବ ଟାଇପ୍ସ ଅଫ ଲେନ୍ସ ପଢିବା ବୁଝିଲେ ନାଇଁ ତାପରେ 6 ନମ୍ବର ପଢିବା ଟାଇପ୍ସ ଅଫ ଲେନ୍ସ କଲେ ସରିଲା ପରେ କଣ ପଢିବ ସେମିତି ଯୋଉ ସେମିତି ରହିଛି କନକେଭ ଲେନ୍ସ ହେଲା ତାପରେ ହେଲା କଣ କନଭେକ୍ସ ଲେନ୍ସ ପଢିବ ବି କନଭେକ୍ସ ଲେନ୍ସ ପଢିବ ତାପରେ ଲେନ୍ସ ର ଫର୍ମୁଲା ପଢିବା ବୁଝିଲେ ନାଇଁ ତାପରେ କଣ ପଢିବା ଲେନ୍ସ ରେ ବି ରହିଛି ମ୍ୟାଗ୍ନିଫିକେସନ ବି ପଢିବା କଣ ପଢିବା ମ୍ୟାଗ୍ନିଫିକେସନ ପଢିବା ତାପରେ କଣ ପଢିବା କହିଲା ଲେନ୍ସ ର ଫର୍ମୁଲା ଗଲା ଲେନ୍ସ ର ମ୍ୟାଗ୍ନିଫିକେସନ ଗଲା ତାପରେ କଣ ରିଫ୍ରାକ୍ଟିଭ ଇଣ୍ଡେକ୍ସ ପଢିବା ସରି ରିଫ୍ରାକ୍ସନ ସରିଲା ଏଠି ସରିଯିବ କଣ ସରିବ ରିଫ୍ଲେକ୍ସନ ସରିବ ତାହେଲେ ରିଫ୍ରାକ୍ସନ ଆରମ୍ଭ କରାହବ ହେଲା ରିଫ୍ରାକ୍ସନ ଆରମ୍ଭ ହବ ତାପରେ କଣ ପଢା ହବ ରିଫ୍ରାକ୍ସନ ସରିଲା ପରେ ଆବସୋଲ୍ୟୁଟ ରିଫ୍ରାକ୍ସନ ପଢା ହବ ବୁଝିଲେ ନାଇଁ କଣ ପଢା ହବ ଆବସୋଲ୍ୟୁଟ ରିଫ୍ରାକ୍ସନ ପଢା ହବ ବୁଝିଲେ ନାଇଁ ତାପରେ ଏତିକ ଶବ୍ଦ ରହିବ ଟପିକ ତାହେଲେ ତମର କେତେଟା ପରେ ଏଇ ମିରର ତାପରେ ଯାଇକି ଏ ଲାଇଟ୍ ଆଉ ରିଫ୍ଲେକ୍ସନ ରିଫ୍ରାକ୍ଟେଡ ଚାପ୍ଟର ସରିବ ହେଲା ରିଫ୍ରାକ୍ସନ ଚାପ୍ଟର ସରିବ କଣ କଣ ହେଲା 1 2 3 4 5 6 7 8 9 10 11 11ଟା ଟପିକ ଉପରେ ତମକୁ ନେକ୍ସଟ କ୍ଲାସରେ ପଢାଇ ଦିଆଯିବ ବ୍ୟସ୍ତ ହୁଅନି ଯେମିତି ସମସ୍ତେ ଆଜି ଜଏନ କଲ କ୍ଲାସ ଶେଷ ପର୍ଯ୍ୟନ୍ତ ଦେଖିଲ ସେମିତି ନେକ୍ସଟ କ୍ଲାସରେ ମଧ୍ୟ ଆସିକି ଜଏନ କରିବ ଆଉ କ୍ଲାସକୁ ଦେଖିବ ଶେଷ ପର୍ଯ୍ୟନ୍ତ